ସୁଜିତ ଜଣେ ମଧ୍ୟବିତ୍ତ ପରିବାରର ଯୁବକ। ବୟସ 26 ବର୍ଷ। ଗାଁରେ ରହି +3 ସେକେଣ୍ଡ ଡିଭିଜନରେ ପାସ୍ କରେ। ଗାଁରେ କାମ ଖୋଜି ଖୋଜି ପାଏ ନାହିଁ। ଗାଁରେ ବହୁତ ବଡ଼ ପରିବାର ଓ ସୁଜିତର ବାପାଙ୍କ ବୟସ ବେଶୀ ହୋଇଯାଇଥିବାରୁ ସେ କାମ କରିପାରିବେ ନାହିଁ। ସବୁ ଘରର ଭାର ଏବେ ସୁଜିତ ଉପରେ। ସେ ଘର ଚଳାଇବା ପାଇଁ ବହୁତ ଚେଷ୍ଟା କରେ ଚଳାଇବା ପାଇଁ, କିନ୍ତୁ ଗାଁରେ ଏତେ ଟଙ୍କା ରୋଜଗାର କରିବା ସମ୍ଭବ ନୁହେଁ। ବହୁତ କଷ୍ଟ ପରେ ଗୋଟେ ଫାଇନାନ୍ସ କମ୍ପାନୀରେ ଭୁବନେଶ୍ୱରରେ ଗୋଟେ ଜବ୍ ମିଳେ। ଗାଁଠାରୁ ପ୍ରାୟ 70 କିଲୋମିଟର ଦୂରରେ। ଭୁବନେଶ୍ୱର ହୋଇଥିବାରୁ ସବୁଦିନ ଯିବା ଆସିବା ସମ୍ଭବ ନୁହେଁ। ସେଥିପାଇଁ ସୁଜିତ ଭାବେ ଭୁବନେଶ୍ୱରର ଘର ଭଡ଼ା ନେଇ ରହି ଜବ୍ କରିବା ପାଇଁ ନିଷ୍ପତ୍ତି ନିଏ। ସୁଜିତ ତା ମାଆକୁ କୁହେ, "ମା, ମୁଁ ଆଜି ଭୁବନେଶ୍ୱର ଯାଉଛି। ମୋତେ ଗୋଟେ ଭଲ କାମ ମିଳିଯାଇଛି। ଦରମା 25,000 ଟଙ୍କା ମିଳିବ।" ସୁଜିତର ମା ସେଠି କୁହେ, "ଭୁବନେଶ୍ୱର ସହର ତୁ ଏକା କେମିତି ରହିବୁ ରେ ବାପା?" ସୁଜିତ କୁହେ, "କିଛି ଅସୁବିଧା ନାହିଁ ମା। ଏମିତି କେତେ ପିଲା ଭୁବନେଶ୍ୱରରେ ଏକା ରହି କାମ କରୁଛନ୍ତି। ମୋର ସବୁ ରବିବାର ଛୁଟି ଅଛି। ବାଇକ୍ ତ ଅଛି। ସବୁ ଶନିବାର ସନ୍ଧ୍ୟାରେ ଘରକୁ ଆସିବି ଆଉ ରବିବାର ଦିନ ରହି ରାତିରେ ଭୁବନେଶ୍ୱର ଫେରିଯିବି।" ସୁଜିତର ମା ସେଠି କେମିତି ରହିବୁ? କେମିତି ରୋଷେଇ କରି ଖାଇବୁ? ମୋତେ ଭାରି ଚିନ୍ତା ହେଉଛି। ସେଇଠୁ ସୁଜିତ କହେ, "ତୁ ଚିନ୍ତା କର ନାହିଁ। ଏବେ ସବୁ କିଛି ଠିକ୍ ହେଇଯିବ। ମୁଁ ସବୁ କିଛି ସମ୍ଭାଳି ନେବି। ତୁ ଚିନ୍ତା କରନି।" ସୁଜିତ ନିଜ ମାଆକୁ ବୁଝାଇ ଦେଇ ନିଜ ବାଇକ୍ ଆଉ ନିଜର କିଛି ସାମାନ ସବୁ ରେଡ଼ି କରି ଭୁବନେଶ୍ୱର ଯିବା ପାଇଁ ବାହାରିଯାଏ। ପ୍ରଥମ ଦିନ ସାଙ୍ଗ ଘରେ ରହି କାମରେ ଯାଏ। କାମରୁ ଫେରିବା ପରେ ଘର ଖୋଜିବା ପାଇଁ ଭୁବନେଶ୍ୱର ସାରା ବୁଲେ। ଭୁବନେଶ୍ୱର ଯୁଆଡ଼େ ଦେଖେ ଘର ସବୁ 10,000ରୁ 12,000 ଟଙ୍କା। ସୁଜିତ ହିସାବ କରେ ସବୁଦିନ ଗାଡ଼ିରେ ତେଲ ଖର୍ଚ୍ଚ, ଆଉ ମାସ ସାରା ଖାଇବା ଖର୍ଚ୍ଚ, ପୁଣି ଭଉଣୀ ବାହାଘର ପାଇଁ ଲୋନ୍ ଆଣିଥିଲେ ଘର ଲୋକ, ସେଥିପାଇଁ 7,000 ମାସକୁ କିସ୍ତି ଦରକାର। ଏମିତି ହିସାବ କଲେ ବହୁତ ଟଙ୍କା ଖର୍ଚ୍ଚ ହେଉଛି। ଘରକୁ ସେ କେତେ ଟଙ୍କା ଦେବ? ସେଥିପାଇଁ ସୁଜିତ ଶସ୍ତାରେ ଘର ଖୋଜିବା ପାଇଁ ବସ୍ତି ଆଡ଼େ ଚାଲିଯାଏ। ବହୁତ ପଚାରିବା ପରେ ଜଣେ ଲୋକ ସହିତ ସୁଜିତର ଦେଖା ହୁଏ। ଲୋକଟି କୁହେ, "କିଏ ତୁମେ? ମୋତେ କ'ଣ ପାଇଁ ଖୋଜୁଥିଲ?" ସୁଜିତ କହିଲା, "ମୋ ନାଁ ସୁଜିତ ମହାପାତ୍ର। ମୁଁ ଏ ସହରକୁ ଆସିଛି। ଗୋଟେ ଜବ୍ ମିଳିଛି।" ଲୋକଟି କହେ, "ମୁଁ କ'ଣ ସାହାଯ୍ୟ କରିପାରିବି?" ସୁଜିତ କହିଲା, "କଲୋନୀରେ ଘର ଖୋଜିବା ପାଇଁ ଆସିଲି। ଲୋକମାନେ ଆପଣଙ୍କ ଠିକଣା ଦେବାରୁ ମୁଁ ଚାଲି ଆସିଲି।" ଲୋକଟି କୁହେ, "ଏବେ ତ ଏ କଲୋନୀରେ କିଛି ଘର ନାହିଁ। ମୋର ଆଉ ଗୋଟେ ଘର ଅଛି ଏ କଲୋନୀଠାରୁ 2 କିଲୋମିଟର ଦୂରରେ। ସେଇଠି ରହିବ ତ?" ସୁଜିତ କୁହେ, "କେମିତି କ'ଣ ସେ ଘର କହିବେ ଟିକେ?" ଲୋକଟି କହେ, "ସେଇଟା ଗୋଟେ ପଡ଼ିଆ ଭିତରେ, ଘର ପାଖରେ କିଛି କଲୋନୀ ନାହିଁ କି ଘର ନାହିଁ। 4 ରୁମ୍ ଅଛି, ବାଥରୁମ୍ ସୁବିଧା ବି ଅଛି।" ସୁଜିତ କହିଲା, "ତା'ମାନେ ମୋ ଅଫିସଠାରୁ 3 କିଲୋମିଟର ଦୂର। ଚଳିବ, ହେଲେ କେତେ ଟଙ୍କା କ'ଣ ନେବେ?" ଲୋକଟି କହେ, "ବେଶୀ ନୁହେଁ, 2,000 ଟଙ୍କା ଦେବ ମାସକୁ।" ସୁଜିତ, ଗାଁରେ ବି 2,000 ଟଙ୍କାରେ ଘର ମିଳୁନାହିଁ। ଏଇଠି ମିଳିଗଲା। ଭଲ ହେଲା, ପାଖରେ କିଛି ଘର ନାହିଁ। କାମରୁ ଫେରି ଆସିବି, ରୋଷେଇ କରି ଖାଇବି, ଶୋଇବି ଶାନ୍ତିରେ। ଲୋକଟି କହିଲା, "କ'ଣ ହେଲା? କ'ଣ ଭାବୁଛ?" ସୁଜିତ କହିଲା, "ମୁଁ ସେ ଘର ନେବା ପାଇଁ ରାଜି ଅଛି ଭଡ଼ାରେ।" ଲୋକଟି କହେ, "ଠିକ୍ ଅଛି, ତମେ କାଲି ସକାଳେ ଆସ, ମୁଁ ନେଇ ଘରେ ଛାଡ଼ି ଦେଇ ଆସିବି।" ସୁଜିତ ଠିକ୍ ଅଛି କହି ଆସୁଛି କହିଲା। ସୁଜିତ ସେଦିନ ରାତିରେ ତା ସାଙ୍ଗ ଘରେ ଯାଇ ରହିଯାଏ ଆଉ ସକାଳ ହେବା ପରେ କାମକୁ ଚାଲିଯାଏ। ସନ୍ଧ୍ୟାବେଳେ ସେ ଲୋକକୁ ନେଇ ସେ ଘରକୁ ଆସେ। ସେ ଲୋକ କହିବା ଅନୁଯାୟୀ ଗୋଟେ ବଡ଼ ପଡ଼ିଆ ଭିତରେ ଗୋଟିଏ ଛାତ ଘର। ଘରଟି ଖୁବ୍ ବଡ଼ ଅଛି। 4 ଜଣ ପରିବାର ରହିବା ଭଳି ଘର ଅଛି। ଆଉ ପଡ଼ିଆ ଚାରିପଟ କିଛି ଗଛ ବି ଅଛି। ଆଉ ସେ ଘର ଚାରିପଟେ ଗୋଟିଏ ବି ଘର ନାହିଁ। ସୁଜିତକୁ ଟିକେ ଅଲଗା ଅଲଗା ଲାଗେ, ହେଲେ ଏତେ କମ୍ ପଇସାର ଘର ମିଳିଛି ଭାବି ଖୁସି ହୋଇଯାଏ। ଭାବେ, ମୋ ଟଙ୍କା ତ ବଞ୍ଚିଗଲା। ଲୋକଟି ପଚାରିଲା, "ପୁଅ, ଏ ନିଅ ଘର ଚାବି। ତୁମକୁ କହିଥିଲି ସକାଳେ ହେଲେ ଆସିଲ ସନ୍ଧ୍ୟାରେ। ଘର ତ କେତେ ଦିନରୁ ସେମିତି ପଡ଼ିଛି, ସଫା କରିପାରି ନାହିଁ। ଦିନରୁ ଆସିଥିଲେ କିଛି ବା କରିଥାନ୍ତି।" ସୁଜିତ କହିଲା, "ଡ୍ୟୁଟି ଥିଲା, କ'ଣ କରିବି? ନୂଆ କାମ ଏମିତି ଛୁଟି ନେବା ଠିକ୍ ନୁହେଁ। କାଲି ରବିବାର ଅଛି। ଆଜି ଶୋଇଯିବି, କାଲି ସକାଳୁ ରୁମ୍ଟା ସଫା କରିବି।" ଲୋକଟି ଠିକ୍ ଅଛି କହିକି ସେ ପଳେଇଲା। ଲୋକଟି ଯିବା ସମୟରେ ସୁଜିତ କହିଲା ସେଇ ଘର ମାଲିକକୁ,
ସାର୍ ଆପଣ ଭିତରକୁ ଆସୁନାହାନ୍ତି। ଲୋକଟି କହିଲା ନାହିଁ, ମୁଁ ମୋ ବାଇକ୍ରେ ଘରକୁ ଯାଉଛି, ମୋର ବହୁତ କାମ ଅଛି, ତୁମେ ଚାବି ନିଏ ଯାଅ ଘର ଭିତରକୁ, ନିଜ ଘର ଭଳି ରହିବ, ଏଠି କେହି ବି ତୁମକୁ ହଇରାଣ କରିବେ ନାହିଁ, ନିଜ ଘର ଭଳି ରହିବ। ଆଉ ଗୋଟେ କିମି ଦୂରରେ ମାର୍କେଟ୍ ଅଛି, ଯାହା ଦରକାର ଯାଇ ଆଣିବ। ସୁଜିତ କହିଲା ହଉ ଆଜ୍ଞା, ଆପଣଙ୍କୁ ଧନ୍ୟବାଦ, ଏ ସହରରେ ଲୋଭୀ ଲୋକମାନଙ୍କଠୁ ଆପଣ ବହୁତ ଭଲ, ମୋତେ ଘର ଭଡ଼ା ଦେଇ ମୋ ଉପରେ ସାହାଯ୍ୟ କରିଛନ୍ତି। ଲୋକଟି ଠିକ୍ ଅଛି, ତୁମେ ଘର ଭିତରକୁ ଯାଅ କହିକି ସେ ପଳେଇଲା। ସୁଜିତ ସେ ଘର ଭିତରକୁ ଆସେ, ସବୁ ଦେଖେ, ସବୁ କିଛି ସାଧାରଣ ବୋଲି ଲାଗେ। ସୁଜିତ ଦେଖେ ଗୋଟେ ବେଡ଼୍ ପଡ଼ିଛି। ସୁଜିତ ବହୁତ ଥକି ଯାଇଥିବାରୁ ଶୋଇଯାଏ। ସେଦିନ ସବୁ କିଛି ସାଧାରଣ ଥିଲା। ସୁଜିତକୁ ଡର ଭୟ କିଛି ଅନୁଭବ ହୁଏ ନାହିଁ। ପରଦିନ ସକାଳେ ରବିବାର ହୋଇଥିବାରୁ ସୁଜିତ ପୁରା ଘର ସଫା କରି ମାର୍କେଟକୁ ଯାଏ ରୋଷେଇ କରିବା ପାଇଁ କିଛି ସାମାନ ଆଣେ। ସାମାନ ଆଣିବା ବେଳେ ଦୋକାନୀ ପଚାରେ, କ'ଣ ଆଜ୍ଞା ଏଠି ନୂଆ ନା କ'ଣ? ଆମ ଦୋକାନରେ ସବୁ କିଛି ମିଳେ, ଯାହା ଦରକାର ଆସି ନେବେ। ସୁଜିତ କହିଲା ଆଜ୍ଞା। ଦୋକାନୀ ପଚାରେ, ଆଚ୍ଛା ଆପଣ କେଉଁ କଲୋନୀରେ ରୁହନ୍ତି? ସୁଜିତ କହିଲା କଲୋନୀରେ ନୁହେଁ, ମୁଁ କାଲି ହିଁ ଆସିଛି। ଏଇଠି ଗୋଟେ କିମି ଦୂରରେ ଗୋଟେ ଘର ଅଛି, ଦାସବାବୁଙ୍କର ଘର, ସେଇଠି ମୁଁ ରହୁଛି। ଦୋକାନୀ ପଚାରିଲା, ଆପଣ ବୋଧେ ସେ ଘର ବିଷୟରେ କିଛି ଜାଣିନାହାନ୍ତି ବୋଲି ସେଇଠି ରହିବା ପାଇଁ ଆସିଗଲେ? ସୁଜିତ କହିଲା, କ'ଣ ଜାଣିନାହିଁ, କ'ଣ କଥା ଅଛି ସେ ଘରେ କହୁନାହାନ୍ତି? ଦୋକାନୀ କହିଲେ, ଶୁଣନ୍ତୁ, ସେ ଘର 4 ବର୍ଷ ହେବ ବନ୍ଦ ହୋଇ ପଡ଼ିଛି। ସେଠି କେହି ଲୋକ ରୁହନ୍ତି ନାହିଁ। ଯିଏ ବି ଭଡ଼ାରେ ରହିବା ପାଇଁ ଆସେ ଗୋଟେ ସପ୍ତାହ ବି ରହିପାରେ ନାହିଁ। ପୁଣି ସୁଜିତ କହେ, କ'ଣ ପାଇଁ ସେଠି କ'ଣ ଅଛି କି? ଦୋକାନୀ କୁହେ, ଲାଗୁଛି କିଛି ଖରାପ ଶକ୍ତି ଅଛି। ସୁଜିତ କହେ, ସେଇଟା କ'ଣ? ଦୋକାନୀ କହେ, ମୁଁ ଏତେ କିଛି ଜାଣିନାହିଁ, ଯେତିକି ଜାଣିଥିଲି କହିଥିଲି, କ'ଣ ନେବା ଜିନିଷ ନେବା କଥା ନିଅନ୍ତୁ। ସେ ସବୁ କଥା ଶୁଣି ସୁଜିତକୁ ଟିକେ ଠିକ୍ ଲାଗିଲା ନାହିଁ, ହେଲେ ସେ ପୁଣି ସେ ଭଡ଼ା ଘରକୁ ଫେରି ଆସିଲା ଆଉ ରୋଷେଇ କରି ଖାଇଲା। ସେଦିନ ଜାଣି ଜାଣି ରାତିର ଖାଇବାରେ ଭାତ, ଚିକେନ ତରକାରୀ ଆଉ ରୁଟି କଲା। ଦିନସାରା ଘର ସଫା କରି ଖାଇନଥିଲା। ରାତିରେ ଖାଇବା ପାଇଁ ଖାଇବା ଧରି ବସିଲା। ସୁଜିତ କହିଲା, ସେ ଗ୍ରୋସରୀ ଦୋକାନୀ କ'ଣ ପାଇଁ ଏମିତି କହିଲା? ଏ ଜାଗା, ଏ ଘର ଠିକ୍ ନାହିଁ, କେହି ଲୋକ ରହିପାରୁନାହାନ୍ତି, ଏ ଘରେ କିଛି ଖରାପ ଶକ୍ତି ଅଛି। ମୁଁ ଶୁଣିଛି ଖରାପ ଶକ୍ତି ଥିଲେ ଆମିଷ ରୋଷେଇ ହେଲେ ସେମାନେ ଚାଲି ଆସନ୍ତି। ଦେଖିବି ସତରେ କିଛି ଅଛି କି ନାହିଁ। ଏତେ କମ୍ ପଇସାରେ ଘର ମିଳିଛି 2000 ଟଙ୍କାରେ, ଆଉ ସବୁ 10,000 20,000 ଟଙ୍କା। ମୁଁ କେମିତି କ'ଣ କରିବି? ସୁଜିତର ମା ସେହି ସମୟରେ ଫୋନ୍ କଲେ। ସୁଜିତ କହିଲା, ହଁ ମା, କହ, କେମିତି ଅଛୁ? ଘରେ ସବୁ କେମିତି ଅଛନ୍ତି? ସୁଜିତର ମା ସେପଟୁ କହିଲେ, ଆମେ ସବୁ ଭଲରେ ଅଛୁ, ଆଉ ତୁ ଭଲ ଅଛୁ ନା? ଭଲ ଘର ମିଳିଛି ତ? ସୁଜିତ କହେ, ହଁ ମା, କମ୍ ପଇସାରେ କମ୍ ସମୟରେ ବହୁତ ଭଲ ଘର ମିଳିଯାଇଛି। ସୁଜିତର ମା କହିଲେ, କ'ଣ ଖାଉଛୁ? ସୁଜିତ କହିଲା, ଭାତ, ଚିକେନ ତରକାରୀ ଆଉ ରୁଟି। ସୁଜିତର ମା କହିଲେ, ସେ ପାଖ ପଡ଼ୋଶୀମାନେ ସବୁ ଭଲ ତ? ସୁଜିତ ଭାବେ, ମୁଁ ଯଦି ଏବେ ମାଆକୁ କହିବି ମୁଁ ରହୁଥିବା ଘର ପାଖରେ କୌଣସି ଘର ନାହିଁ, ପଡ଼ୋଶୀ ନାହିଁ, କେହି ବି ନାହାନ୍ତି, ତ ସେ କହିବ ସେ ଘରଟା ଛାଡ଼ିଦେ। ସେଥିପାଇଁ ସେ ମିଛ କଥା କହିଲା ଜାଣିକି। ସୁଜିତର ମା କହିଲା, କ'ଣ ଭାବୁଛୁ? ସୁଜିତ କୁହେ, ମୁଁ ଏଇଠି କାହା ସହିତ କଥା ହେବାକୁ ଟାଇମ୍ ନାହିଁ, ହେଲେ କେତେ ଲୋକ ଅଛନ୍ତି ସବୁ ପାଖରେ ଭଡ଼ା ନେଇ, ତୁ ଚିନ୍ତା କରନି। ମୁଁ ଦିନସାରା ଘର ସଜାଡ଼ି ଥକି ଯାଇଛି, ଏବେ ଖାଇଲି ଆଉ ଶୋଇବି। ସୁଜିତର ମା ସେଠି କହିଲେ, ଠିକ୍ ଅଛି, କବାଟ ଝରକା ସବୁ ବନ୍ଦ କରି ଶୋଇବୁ, ରାତିରେ ବାହାରକୁ ଯିବୁ ନାହିଁ। ସୁଜିତ, ହଉ ଠିକ୍ ଅଛି, ଶୋଇବି, ତୁ ଶୋଇବୁ ଯା କହିକି ଫୋନ୍ଟା କାଟି ଦେଲା। ସୁଜିତ ସେଦିନ ରାତିରେ ଖାଇ ଶାନ୍ତିରେ ଶୋଇଯାଏ। ତାକୁ କିଛି ବି ଡର ଅନୁଭବ ହେଉନଥାଏ। ସେ ସକାଳୁ ଉଠି ଗାଧୋଇ ନିଜ ପାଇଁ ଖାଇବା ରୋଷେଇ କରି ଟିଫିନ୍ରେ ସଜାଇ ନିଜ ଅଫିସକୁ ବାହାରିଯାଏ। ଏଭଳି ଗୋଟେ ସପ୍ତାହ ବିତିଯାଏ, ହେଲେ ସୁଜିତକୁ କେହି ଭୂତ ପ୍ରେତ କି ଡରିବା ଭଳି ଘଟଣା ଘଟିନାହିଁ। ଗୋଟେ ଦିନ ମାର୍କେଟରୁ ପରିବା ନେଇ ରାସ୍ତାରେ ଚାଲି ଚାଲି ଆସୁଥାଏ, କାରଣ ତା'ର ବାଇକ୍ ଖରାପ ହୋଇଯାଇଥାଏ। ସେଥିପାଇଁ ସେ ନିଶାଟିଆ ରାସ୍ତାରେ ସୁଜିତ ଏକା ଚାଲି ଚାଲି ଯାଉଥାଏ। ପଛରୁ ଡାକ ଶୁଣି ଅଟକିଯାଏ। ସୁଜିତ କହିଲା, କିଏ? କୁହନ୍ତୁ। 2 ଜଣ ଲୋକ। ସେମାନେ ସୁଜିତକୁ ପଛଆଡ଼ୁ ଡାକିଲେ। ସେମାନେ ଆସିକି କହିଲେ, ତୁମେ ଏ ରାସ୍ତା ଦେଇ କୁଆଡ଼େ ଯାଉଛ? ଜାଣିନ କି ଏପଟେ ଯିବାକୁ ବି ଲୋକ ଡରନ୍ତି? ସୁଜିତ କହେ, ତ ଆପଣମାନେ କେମିତି ଆସୁଛନ୍ତି?
ତ ଲୋକ ଦୁଇଟା କହିଲେ ଆମେ ଆଗକୁ ଯିବୁ ନାହିଁ, ଏ ସାଇଡ଼୍ରେ ଆମ କଲୋନୀ, ଏଇଠି ରହିଯିବୁ, ତୁମେ ଆଗକୁ ଯାଉଥିଲ ବୋଲି ତୁମକୁ ଅଟକାଇ ଦେଲୁ। ସୁଜିତ କହିଲା ହେଲେ ଆଜ୍ଞା ମୁଁ ଗୋଟେ ସପ୍ତାହ ଧରି ଏ ରାସ୍ତାରେ ବାଇକ୍ ଧରି ଯାଉଛି, କିଛି ତ ବିପଦ ନାହିଁ। ଆଜି ବାଇକ୍ଟା ଖରାପ ହୋଇଯାଇଥିବାରୁ ମୁଁ ଚାଲି ଚାଲି ଯାଉଛି, ହେଲେ ମୁଁ କେବେ ସେମିତି କିଛି ଖରାପ ଦେଖି ନାହିଁ। ସେ ଲୋକ ଗୁଡ଼ାକ କହିଲେ ଆରେ ତୁମେ ଜାଣିନ, ଏ ରାସ୍ତା ଖରାପ ନୁହେଁ, ଏ ରାସ୍ତା ଶେଷରେ ଗୋଟେ ବଡ଼ ପଡ଼ିଆ ଅଛି, ଆଉ ସେ ପଡ଼ିଆରେ ଗୋଟେ ଛାତ ଘର ଅଛି, ଆଉ ସେ ଘରେ ହିଁ ଏମିତି କିଛି ବିପଦ ଅଛି ଯାହା କହି ହେବ ନାହିଁ, ବହୁତ ଭୟଙ୍କର। ସୁଜିତ କହେ ସେ ଘରର ମାଲିକ କିଏ କହିପାରିବେ କି? ଲୋକ ଦୁଇଟା କହିଲେ ହଁ, ସେ ଘର ମାଲିକ ଦାସବାବୁ। ଏ ଭୟଙ୍କର ଘଟଣା ପାଇଁ ସେ ଏଇଠି ନ ରହି ବସ୍ତିରେ ରହୁଛନ୍ତି। ସେଇଠୁ ଆଗରୁ ଭଡ଼ାଟିଆଙ୍କ ପାଇଁ ବ୍ୟତୀତ ନିଜ ବି ପତ୍ନୀଙ୍କ ସହ ସେ ସେଇଠି ରହୁଥିଲେ, କିନ୍ତୁ କିଛି ଅସୁବିଧା ହେଲାରୁ ସେ ଛାଡ଼ି ଦେଇଛନ୍ତି। ସୁଜିତ କହିଲେ ସେ ଘରେ ଏମିତି କ'ଣ ଅଛି? ଲୋକ ଦୁଇଟା କହିଲେ ସେ ଘରେ ଭୟଙ୍କର କିଛି ଅଛି। ପୁଣି ସୁଜିତ ତାକୁ ପଚାରେ କ'ଣ ଅଛି ସେ ଘରେ? ସେ ଦୁଇଟା ଲୋକ କହିଲେ ହେଲେ ତୁମେ କ'ଣ ପାଇଁ ପ୍ରଶ୍ନ କରୁଛ? ତୁମେ ସେ ଘର ଆଡ଼େ ଭୁଲରେ ବି ଯିବ ନାହିଁ, ଠିକ୍ ଅଛି? ତ ସୁଜିତ ସେଇଠୁ କହେ ଭାଇମାନେ ଆପଣମାନଙ୍କ କଥା ବୁଝିପାରିଛି, କିଛି ତ କାରଣ ଥିବ ଯାହା ଆପଣମାନେ ଜାଣିଥିବେ। ଆପଣ ଯେଉଁ କହୁଛନ୍ତି ସେଠି ଭୟଙ୍କର ଅଛି, ମୋତେ କୁହନ୍ତୁ ଟିକେ ଖୋଲିକି କ'ଣ ହେଇଛି? ଲୋକ ଦୁଇଟା କହିଲେ ତୁମକୁ ତ କହୁଛି ସେଠି ବିପଦ ଅଛି, ତୁମେ ଯିବ ନାହିଁ, ଗଲେ ଜୀବନ ଚାଲିଯିବ। ଏତେ ପ୍ରଶ୍ନ କରୁଛ କ'ଣ ପାଇଁ? ସେ ଘରକୁ ଯିବ ବୋଲି ଭାବୁଛ ନା କ'ଣ? ଭୁଲରେ ବି ସେମିତି ଭାବ ନାହିଁ। ସୁଜିତ ସେଇଠୁ କହିଲା ମୁଁ ଏଥିପାଇଁ ପଚାରୁଛି କି ସେ ଘର ମୁଁ ଭଡ଼ାରେ ନେଇଛି ରହିବା ପାଇଁ। ଆପଣମାନେ ଏମିତି କହୁଛନ୍ତି ବୋଲି କ'ଣ ରହସ୍ୟ ଅଛି ମୋର ଜାଣିବା ପାଇଁ ଦରକାର ନିହାତି। ଲୋକ ଦୁଇଟା କହିଲେ କ'ଣ ତୁମେ ସେ ଘରେ ଭଡ଼ାରେ ରହୁଛ? ସୁଜିତ କହିଲା ହଁ, ସେଠି ଅଛି ମୁଁ, ମୋତେ ତ କିଛି ଅସୁବିଧା ଲାଗୁନାହିଁ। ସେ ଦୁଇଟା ଲୋକ କହିଲେ ସେଠି ଯେତେ ଜଲ୍ଦି ସମ୍ଭବ ଏଇଠୁ ଚାଲିଯା, ନହେଲେ ତୁମ ଜୀବନ ସେ ନେଇଯିବ। ଏଇଠି ଯେତେ ଯିଏ ଭଡ଼ାରେ ରହିବା ପାଇଁ ଆସିଛନ୍ତି ଏଇଠି ରହିପାରୁନାହାନ୍ତି, ଚାଲି ଯାଉଛନ୍ତି, ଆଉ ଯିଏ ରହୁଛି ସେ ତୁମ ଜୀବନ ହରାଇ ଦେଉଛି। ତୁମେ ନିଜ ଜୀବନ ରକ୍ଷା ପାଇଁ ଯଦି ଚାହୁଁଛ ତାହେଲେ ସେ ଘର ଯେତେ ଶୀଘ୍ର ଛାଡ଼ିଦିଅ। ସୁଜିତ କହିଲା କ'ଣ ପାଇଁ ସେ ଘର, ଏମିତି କ'ଣ କିଏ ଅଛି ମୋତେ କୁହନ୍ତୁ, ମୁଁ ବି ଜାଣିବା ପାଇଁ ଚାହୁଁଛି। ସେ ଲୋକ କହିଲେ ସେ ଘରେ ଗୋଟେ ଅତୃପ୍ତ ଆତ୍ମା ଅଛି। ସୁଜିତ ସେଇଠୁ କହିଲା କାହିଁ ମୋତେ ତ କିଛି ସେମିତି ଲାଗୁନାହିଁ, ଏ ଘର କିଏ ଅଛି ବୋଲି। ଗୋଟେ ସପ୍ତାହ ହୋଇଗଲା ଟିକିଏ ବି ଶବ୍ଦ ଶୁଣି ନାହିଁ ମୁଁ। ହେଲେ ସେ ଲୋକମାନେ ଏମିତି କ'ଣ ପାଇଁ କହିଲେ? ଏ ଘର କ'ଣ ଅଛି କାହାଣୀ କିଛି ମୁଁ ବୁଝିପାରୁନି। ସୁଜିତ ତାକୁ ପଚାରିଲା କ'ଣ ଅତୃପ୍ତ ଆତ୍ମା? ସେ ଲୋକ କହିଲା ହଁ। ସୁଜିତ ପୁଣି ପଚାରେ ହେଲେ କେମିତି କ'ଣ ହୋଇଥିଲା କି? ସେ ଲୋକ ଦୁଇଟା କହିଲେ ସେଇଟା ଆମେ ଜାଣିନାହୁଁ, କ'ଣ ହୋଇଥିଲା ସେ ଘରେ, କିଏ ଅତୃପ୍ତ ଆତ୍ମା ହୋଇ ରହିଛି ଆମେ ଜାଣିନୁ। ସୁଜିତ ପୁଣି କହିଲା ଠିକ୍ ଅଛି, ଆପଣମାନେ ଘରକୁ ଯାଆନ୍ତୁ, ବହୁତ ରାତି ହେଲାଣି, ମୁଁ ବି ଯାଉଛି। ସେ ଲୋକ ଦୁଇଟା ଗଲାବେଳେ କହିଲେ ହଉ ରେ ପୁଅ, ଆମ କଥା ନ ଶୁଣି ଯାଉଛୁ, ତୁ ମରିବୁ ରେ, ମରିବୁ। ସୁଜିତ ଘର ଭିତରେ ଆସି ଘରର ସବୁଆଡ଼େ ଦେଖେ, ତାକୁ କିଛି ଭୟ ଲାଗେ ନାହିଁ, ପରିବେଶ ବହୁତ ଶାନ୍ତ ଅଛି। ସୁଜିତ ମନେ ମନେ ଭାବୁଥାଏ ଏ ଘରେ ତ ସବୁ କିଛି ଶାନ୍ତ ଲାଗୁଛି, ମୋତେ ଏମିତି କ'ଣ ପାଇଁ ଲାଗୁଛି ସେମାନେ ମିଛ କହୁଥିଲେ। ହେଲେ ସେମିତି କଥା ମୁଁ ବହୁତ ଜଣଙ୍କ ଠାରୁ ଶୁଣିଛି, ହେଲେ ଏଇଠି ତ କିଛି ଦେଖି ନାହିଁ। ମୁଁ ମୋ ମାଆକୁ ଫୋନ୍ କରେ। ତ ସୁଜିତ ତା ମାଆକୁ ଫୋନ୍ କଲା। ମା କ'ଣ କରୁଛୁ ତୁ? ସୁଜିତର ମା ସେଠୁ କହିଲେ ମୁଁ ଭଲ ଅଛି, ତୁ କେମିତି ଅଛୁ? କ'ଣ ଆଜି ରାତିରେ ରୋଷେଇ କରିଛୁ? ସୁଜିତ କହେ ନାଇଁ ମା, ସକାଳୁ ପଖାଳ ଅଛି, କ'ଣ ପରିବା ଦୁଇଟା ପୋଡ଼ି ଖାଇଦେବି ପାଗ କରିକି। ସୁଜିତର ମା କହେ ହଉ, ଖାଇ ଶୋଇଯିବୁ। ସୁଜିତ ଗୋଟେ କଥା କହିଲୁ ମା। ସୁଜିତର ମା କହିଲେ କ'ଣ କହ? ସୁଜିତ କହେ ଗୋଟେ ଘରେ ଭୂତ ଅଛି ବୋଲି କେମିତି ଜାଣିବା? ସୁଜିତର ମା ସେଠୁ କହେ ତୁ ଯେଉଁଠି ରହୁଛୁ ସେଠି କ'ଣ କିଛି ଭୂତ ପ୍ରେତ ଅଛି କି? ସୁଜିତ ସାଙ୍ଗେ ସାଙ୍ଗେ କୁହେ ନା ନା, ଏଇଠି କିଛି ଅସୁବିଧା ନାହିଁ, ମୁଁ ବହୁତ ଶାନ୍ତିରେ ଅଛି। ହେଲେ ମୋ ସାଙ୍ଗ କହୁଛି ସେ ଯେଉଁଠି ରହୁଛି ସେଠି ଭୂତ ଅଛି, ତୁ କହିଲୁ ଭୂତ ଅଛି ବୋଲି କେମିତି ଜାଣିବା? ସୁଜିତର ମା ସେଠୁ କହିଲେ ଯଦି ଗୋଟେ ଘରେ ଭୂତ ଥିବ, ସେ ଘରେ ପ୍ରବେଶ କରିବା ମାନେ ଡର ଡର ଲାଗିବ, ଘର ଭିତରେ ଦୁର୍ଗନ୍ଧ ହେଉଥିବ, କିଛି ଚାଲିବା, କାନ୍ଦିବା ଆଉ ହସିବା ଶବ୍ଦ ହେବ, ଗୋଟେ ଛାଇ ପାଖରେ ଥିବାର ଅନୁଭବ ହେବ, ଆଉ ଭଲ ରୋଷେଇ ଯେମିତି ମାଛ, ମାଂସ, ମିଠା ରୋଷେଇ ହେଲେ ଘରୁ କୁଆଡ଼େ ଅଦୃଶ୍ୟ ହୋଇଯିବ, ଜାଣିବ ସେ ଘରେ ଭୂତ ଅଛି।
ଆଉ ବେଳେବେଳେ ଭୂତମାନେ ମଣିଷକୁ ମାରି ଦିଅନ୍ତି ଆଉ ଭୂତମାନେ ଅଧା ରାତିରେ ବାହାରନ୍ତି। ସୁଜିତ କହିଲା ଠିକ୍ ଅଛି, ମୋତେ ନିଦ ଲାଗୁଛି, ମୁଁ ଶୋଉଛି। ସୁଜିତ ଫୋନ୍ ରଖେ ଆଉ ନିଷ୍ପତ୍ତି ନିଏ ଯେ ଆଜି ରାତିରେ ସେ ଶୋଇବ ନାହିଁ। ଭୂତ ଯଦି ଅଛି ବାହାରିବ, ତାକୁ ଦେଖିବ ଭାବି ସୁଜିତ ବସି ରୁହେ। ସୁଜିତ ସେଦିନ ରାତି ସାରା ବସି ରୁହେ, ହେଲେ ସେ କିଛି ବି ସେମିତି ଅନୁଭବ କରେ ନାହିଁ। କେହି ଥିଲା ଭଳି। ଗୋଟେ ଘର ଛଡ଼ା ଅନ୍ୟ ଘର ନଥିବାରୁ ପରିବେଶ ବହୁତ ଶାନ୍ତ ଥାଏ। ସୁଜିତକୁ ବହୁତ ଶାନ୍ତି ଲାଗେ, ଟିକେ ବି ଡର ଲାଗେ ନାହିଁ। ରାତି 3ଟା ଯାଏ ଅପେକ୍ଷା କରିବା ପରେ କେହି ବି ଭୂତ ପ୍ରେତ ଆସନ୍ତି ନାହିଁ। ଏମିତି ଗୋଟେ ମାସ ବିତିଯାଏ। ସେ ଭଡ଼ା ଘରେ ଭୂତ ବହୁତ ଦୂରରେ ଥାଉ ସୁଜିତକୁ ଗୋଟେ ମୂଷା ବି ମିଳେ ନାହିଁ। ସୁଜିତ ବହୁତ ଖୁସିରେ ଥାଏ। ଅଫିସରୁ କାମ ସାରି ଆସି ରୋଷେଇ କରି ଖାଏ ଆଉ ଶାନ୍ତିରେ ଶୋଇଯାଏ। ତାକୁ ହଇରାଣ କରିବା ପାଇଁ କେହି ନଥାନ୍ତି। ଗୋଟେ ମାସ ହୋଇଯିବା ପରେ ସୁଜିତକୁ ପ୍ରଥମ ଦରମା ମିଳେ। ସୁଜିତ ବହୁତ ଖୁସି ହୋଇଯାଏ ଆଉ ଦରମା ତା ଘରକୁ ତା ମାଆକୁ ପଠାଇ ଦିଏ। ଆଉ ନିଜ ପାଇଁ କିଛି ଡାଲି ଚାଉଳ ଆଉ ମାଛ କିଣି ନେଇ ଆସେ। ଘର ସଜାଇବା ପାଇଁ ବଜାରରୁ କିଛି ଜିନିଷ ନେଇ ଆସି ତା ମାଆକୁ ଫୋନ୍ କରେ। ସୁଜିତ ତା ମାଆକୁ ଫୋନ୍ କରି କହେ, ମା କ'ଣ କରୁଛୁ, ଘରେ ସବୁ କେମିତି ଅଛନ୍ତି? ସୁଜିତର ମାଆ କହେ, ସମସ୍ତେ ଭଲ ଅଛନ୍ତି ବାବା, ମୁଁ ରୋଷେଇ କରୁଥିଲି, ତୁ ଏବେ କ'ଣ କରୁଛୁ? ସୁଜିତ କୁହେ, ମୁଁ ମାଛ ନେଇ ଆସିଛି, ଏବେ ରୋଷେଇ କରି ଖାଇବି। ତୁ ଦରମା ପଇସା ପାଇଲୁ ନା? ସୁଜିତର ମାଆ କହିଲେ, ହଁ ରେ ବାପା ପାଇଲି, ଆଜି ଘରେ ସମସ୍ତେ ବହୁତ ଖୁସି, ଏସବୁ ତୋ ପାଇଁ ରେ ଧନ। ସୁଜିତ କହେ, ତୁମମାନଙ୍କ ଖୁସିରେ ମୁଁ ଖୁସି, ସେଥିପାଇଁ ତ ଘର ଛାଡ଼ି ଏଇଠି ରହୁଛି। ସୁଜିତର ମାଆ କହିଲେ, କେବେ ଘର ଆଡ଼କୁ ଆସିବୁ ଯେ? ସୁଜିତ କହେ, ହଁ ଯିବି, ଆଉ 15 ଦିନ ପରେ ଛୁଟି ଅଛି, 4 ଦିନ ଧରି ମୁଁ ଗାଁରେ ରହିଯିବି। ସୁଜିତର ମାଆ କହେ, ହଉ। ପୁଣି ସୁଜିତ କହେ, ହଉ ଫୋନ୍ ରଖେ, ମୁଁ ଟିକେ କାମ କରିବି। ସେମିତି କହି ସୁଜିତ ଫୋନ୍ଟା ରଖିଦିଏ। ସୁଜିତ ଏବେ ଘର ସଜାଇବା ପାଇଁ ବାହାରେ। ମୁଁ ଆସିବା ଦିନରୁ ଜାଣିପାରୁନାହିଁ କ'ଣ ପାଇଁ ଘର ସାରା ଲୁହା କଣ୍ଟା ଫିଟା ହେଇଛି। କ'ଣ ପାଇଁ ଘର ସାରା ଏତେ ଲୋକ କଣ୍ଟା ଯେ ଏତେ ସୁନ୍ଦର ଘରଟାକୁ ଅସୁନ୍ଦର କରିଦେଇଛନ୍ତି। ମୁଁ ଏ ଘରେ ରହୁଛି ମାନେ ଘର ସଜାଇବା ମୋ କର୍ତ୍ତବ୍ୟ। ଏମିତି ଘର ସାରା କଣ୍ଟା ପିଟା ହୋଇଛି ଯେ ମୋତେ ଭାରି ଖରାପ ଲାଗୁଛି। ସେ ଦାସ ବୁଢ଼ା କଣ୍ଟା ପିଟି ପିଟି ସୁନ୍ଦର ଘରକୁ ଅସୁନ୍ଦର କରୁଛି। ମୁଁ ଏସବୁ କଣ୍ଟାକୁ ଆଜି କାନ୍ଥରୁ ବାହାର କରିବି ଆଉ ମୋ ହିସାବରେ ସେ ଘରକୁ ସଜେଇବି। ହଁ ଯାଉଛି, ଘରର କାନ୍ଥରେ ଲାଗିଥିବା ସବୁ କଣ୍ଟା ବାହାର କରିଦେବି। ସେ କ'ଣ କରେ, ଘରର ପ୍ରତ୍ୟେକ କାନ୍ଥ ମିଶି 100 କଣ୍ଟା କାନ୍ଥରେ ଲାଗିଥିବା ସୁଜିତ ସେ 100 କଣ୍ଟା କାନ୍ଥରୁ ବାହାର କରି ଟେବୁଲ ଉପରେ ରଖିଦିଏ। ସୁଜିତ କାନ୍ଥରୁ 100 କଣ୍ଟା ବାହାର କରିବା ମାତ୍ରକେ ଜୋର ଜୋର ବର୍ଷା ଆଉ ବିଜୁଳି ଆରମ୍ଭ ହୋଇଯାଏ। ଏତେ ଜୋର ବର୍ଷା ପବନ ହୁଏ ଯେମିତି ଘର ଭାଙ୍ଗିଯିବ। ବିଜୁଳି ଶବ୍ଦ ବହୁତ ପ୍ରଚଣ୍ଡ ହେଉଥାଏ, ଯେମିତି ବର୍ଷ ପବନ ହେଉଥାଏ, ଯେମିତି ପ୍ରଳୟ ହୋଇଯିବ। ପରିବେଶ ପୁରା ଅଶାନ୍ତ ଥିଲା। କାନ୍ଥରୁ ଲୁହା କଣ୍ଟା ବାହାରିବା ପରେ କ'ଣ ଯେ ଅଚାନକ ହେଲା, ପ୍ରଳୟ ଆସିଗଲା। ଏମିତି କ'ଣ ପାଇଁ ହେଲା, ଅଚାନକ ଅଦିନ ବର୍ଷା ବିଜୁଳି ହେବାର କାରଣ କ'ଣ, ସେ କିଛି ବୁଝିପାରୁନଥିଲା। ତା ମନରେ ଭୟ ବି ଆସୁଥିଲା। ସୁଜିତ ଭାବିଲା, ଏମିତି ଅଚାନକ ପବନ ଘଡ଼ଘଡ଼ି କେମିତି ଆସିଲା, ଆଉ ଏତେ ଜୋରରେ ବର୍ଷା ହେଉଛି ଯେ ପ୍ରଳୟ ହୋଇଯିବ ଲାଗୁଛି। ସେ ଯାହା ହଉ, ବର୍ଷା ହେଉଛି ହଉ, ମୁଁ ତ ଘର ଭିତରେ ଅଛି। ଆଉ ଏବେ ଘର କାନ୍ଥରୁ 100 ଲୁହା କଣ୍ଟା ବାହାର କରିବା ପରେ ଘରଟି ସୁନ୍ଦର ଲାଗୁଛି। ଯାଉଛି ମାଛ ଭାତ ଆଗ ଖାଇଦିଏ, ତାପରେ ଆରାମ କରିବି। ସୁଜିତ ସକାଳର ଥିବା ପଖାଳ ଭାତ, ମାଛ ଭଜା ଆଉ ଭର୍ତ୍ତା ଆଉ ବାଇଗଣ ଭର୍ତ୍ତା ସବୁ ଖାଇଦିଏ। ଶୋଇବା ପାଇଁ ଖଟରେ ଯାଇ ଘରକୁ ବାହାରକୁ ଦେଖେ ବର୍ଷା ବି ଛାଡ଼ିଯାଇଛି। ସବୁ କବାଟ ଝରକା ବନ୍ଦ କରି ଦିଏ ସୁଜିତ, ଆଉ ଖଟରେ ଶୋଇବା ପାଇଁ ଯାଏ। ସୁଜିତ ମନରେ ମନରେ ବିଳବିଳଉଥାଏ, ଲୋକମାନେ ବି ବହୁତ ଅଜବ କହୁଛନ୍ତି, ଏ ଘରେ କୁଆଡ଼େ ଗୋଟେ ଅତୃପ୍ତ ଆତ୍ମା ଅଛି, ସେଥିପାଇଁ ଘର ମାଲିକ ଘରେ ରହୁନାହିଁ। ଆଉ ଏଇଠି ଆସୁଥିବା ଲୋକ ଭଡ଼ାରେ ରହିବା ପାଇଁ କେହି ରହିପାରୁନାହାନ୍ତି। ଆଉ ଯିଏ ରହୁଛି ସେ ମରିଯାଉଛି ପୁରା। ସବୁ ମିଛ କଥା। ମୁଁ ଏଇଠି ଗୋଟେ ମାସ ହେବ ରହୁଛି, ଗୋଟେ ମଶା ବି ଦେଖିନାହିଁ। ଏ ଘର ଶାନ୍ତ ପରିବେଶ ମୋତେ ବହୁତ ଭଲ ଲାଗୁଛି। ଆଉ ଘରୁ 100 ଲୁହା କଣ୍ଟା ବାହାର କରିଦେଲା ପରେ ମୁଁ ଘର ଆହୁରି ସୁନ୍ଦର ଦେଖାଯାଉଛି। ଲୋକଙ୍କ ମିଛ ଅପପ୍ରଚାରର ଏ ଘରଟି ସତରେ କେତେ ମିଛ ଅପବାଦ ଶୁଣିଛି। ଏବେ ସେମିତି ହେବ ନାହିଁ, ଏ ଘରେ ମୁଁ ହିଁ ରହିବି, ଏହାକୁ ସଜେଇବି ଆହୁରି ସୁନ୍ଦର କରିବି। ଏମିତି ସବୁ ଭାବି ନିଦରେ ସେ ଶୋଇପଡ଼ୁଥିଲା। ସୁଜିତ ସେମିତି ନିଦରେ ଶାନ୍ତିରେ ଶୋଇଯାଇଥାଏ। ଠିକ୍ ରାତି 2:30 ସୁଜିତ ଶୋଇଥିବା ରୁମ୍ କବାଟଟି କିଏ ଜୋରରେ ଆଘାତ କରେ।
ଠକ୍ 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 ଠକ୍। ସେମିତି କେହି ଜୋରରେ କବାଟକୁ ଆଘାତ କରି ଚାଲିଥାଏ। ସୁଜିତର ନିଦ ହଠାତ୍ ଭାଙ୍ଗିଗଲା। ସୁଜିତ ନିଜ ଫୋନ୍ ଦେଖେ। ରାତି 2:30। ସମୟ ବାହାର। ବିକଟାଳ କୁକୁର କାନ୍ଦିବା ଭୁକିବା ଶବ୍ଦ ଶୁଣାଯାଏ। ସୁଜିତ ଭାବେ ଗୋଟେ ମାସ ରହିବା ଭିତରେ ଗୋଟିଏ କୁକୁର କ'ଣ ଗୋଟେ ବିଲେଇ ବି ଦେଖି ନାହିଁ, ହେଲେ ଆଜି ଦଳେ କୁକୁର ଏତେ ରାତିରେ ଏ ଜାଗାକୁ କେମିତି ଆସିଲେ, ଆଉ କ'ଣ ପାଇଁ ବିକଟାଳ ଶବ୍ଦରେ ଭୁକୁଛନ୍ତି। ସୁଜିତ କହେ, ବାହାରେ କିଏ ଆସିଛି କି? ଏଟା କେମିତି ସମ୍ଭବ? ପାଖରେ କୌଣସି ଘର ନାହିଁ, ଆଉ ଏ ଡିସେମ୍ବର ମାସରେ ହାଡ଼ ଭଙ୍ଗା ଶୀତରେ ଏଠି କିଏ କ'ଣ ପାଇଁ ଆସିବ, ପୁଣି ଏତେ ରାତିରେ? ତାହେଲେ କୁକୁରମାନେ କାହାକୁ ଦେଖିକି ଭୁକୁଛନ୍ତି କି? ଆଉ ମୋ ରୁମ୍ କବାଟ କିଏ ପିଟିଲା? ଏଠି ତ କେହି ନାହାନ୍ତି। କବାଟ କିଏ ପିଟିଲା? ଏଟା କିଏ ମଣିଷ କଲା ନା ପବନ ପାଇଁ କବାଟ ପିଟି ହେଉଛି? କିଛି ସମୟ ପାଇଁ ସୁଜିତ ପୁରା ନୀରବ ରହି ସେ କବାଟକୁ ଚାହିଁ ରହିଥାଏ। ରାତି ଅନ୍ଧାରରେ କେବଳ ସୁଜିତର ନିଶ୍ୱାସ ନେବାର ଶବ୍ଦ ଆଉ କାନ୍ଥ ଘଣ୍ଟାର ଟିକ୍ ଟିକ୍ ଶବ୍ଦ ଯାହା ଶୁଣାଯାଉଥାଏ। ସୁଜିତ ମନରେ ମନରେ ଭାବୁଥାଏ, କିଏ ଚୋର ଆସିଲା କି? ସୁଜିତ ଠିକ୍ ଏତିକି କହୁଛି, କାନ୍ଥରୁ ଗୋଟେ ଝିଟିପିଟି ଆସି ତା ଉପରେ ପଡ଼ିଗଲା। ସୁଜିତର ଛାତି ଡରରେ ଜୋର ଜୋର ଧକ୍ ଧକ୍ ହେଉଥାଏ। ସୁଜିତ ସେ ଝିଟିପିଟିକୁ ଦେଖି ତାକୁ ବହୁତ ଅଜବ ଲାଗେ। ସୁଜିତ ଦେହରେ ପଡ଼ି ତଳେ ପଡ଼ି ସେ ଝିଟିପିଟି ସେମିତି ସୁଜିତକୁ ଚାହିଁଲା ଭଳିଆ ଚାହୁଁଥାଏ। ସୁଜିତ ଡରିକି, ହେ ଭଗବାନ, ମୁଁ ବି କେତେ ପାଗଳ, ସାମାନ୍ୟ ଏଇ ଝିଟିପିଟିକୁ ଦେଖି ଡରିଗଲି। ଝିଟିପିଟି ମୋତେ କ'ଣ ବା କରିବ? ମୁଁ ବୋଧେ ବେଶୀ ଭାବିଦେଲି। ନା, ଯାଉଛି ଗୋଟେ ସିଗାରେଟଟେ ଖାଇବି, ମନ ଟିକେ ଶାନ୍ତି ହେବ। ସୁଜିତ ସିଗାରେଟ ଟାଣିବା ପରେ ମନକୁ ଶାନ୍ତ କରି ଫୋନ୍ ବାହାର କରି ଟାଇମ୍ ଦେଖେ। ଏବେ ବି ସେ ସେମ୍ ଟାଇମ୍। ସେଇ ସେମ୍ ଟାଇମ୍ ହେଇଛି 2:30। ସୁଜିତ ଭାବେ ଫୋନ୍ ଖରାପ ଅଛି। କାନ୍ଥ କଣ୍ଟାକୁ ଦେଖେ, ସେଇ ଟାଇମ୍ 2:30 ହେଇଛି। ସୁଜିତ ମୁଣ୍ଡ କିଛି କାମ କରେ ନାହିଁ, କ'ଣ ସବୁ ହେଉଛି। ସୁଜିତ ଗୋଟେ ଘଣ୍ଟା ଆଗରୁ ଦେଖିଥିଲା 2:30 ହେଇଛି, ଆଉ ଏବେ ବି ଦେଖୁଛି 2:30 ହେଇଛି। ସୁଜିତ ଭାବେ, ମୁଁ ବୋଧେ ବେଶୀ ଭାବି ଦେଉଛି। ରାତି 2:30 ଆଗରୁ ହୋଇଥିଲା, ଗୋଟେ ଘଣ୍ଟା ଆଗରୁ, ପୁଣି ଏବେ ବି ସେମିତି ହିଁ ସମ୍ଭବ, ସେମିତି ହିଁ ହେଉଛି। ନାଇଁ ନାଇଁ, ଆଉ କିଛି ଭାବିବି ନାହିଁ, ବେଶୀ ଭାବିଲେ ମୁଣ୍ଡ ଟିଣ ହେଇଯାଉଛି। ନା, ଆଉ କିଛି ଭାବିବାର ନାହିଁ, ମୁଁ ଯାଇକି ଶୋଇପଡ଼ିବି। ସୁଜିତ ହାଉତରେ ଶୋଇବା ପାଇଁ ଚେଷ୍ଟା କଲା। ତାକୁ ନିଦ ବି ହୁଏ ନାହିଁ। ବହୁତ ଟାଇମ୍ ଚେଷ୍ଟା କରିବା ପରେ ତାକୁ ନିଦ ହୋଇଯାଏ, ଆଉ ସେ ଶୋଇ ବି ଯାଏ। କିଛି ସମୟ ପରେ ସୁଜିତକୁ କିଛି ଯନ୍ତ୍ରଣା ଅନୁଭବ ହୁଏ, ଆଉ ତା ନିଦଟା ଭାଙ୍ଗିଯାଏ। ସୁଜିତ ଦେଖେ ତା ହାତରେ ଜୋର ଆଘାତ ଲାଗିଛି, ଆଉ ସେଥିରୁ ରକ୍ତ ବାହାରି ଯାଉଛି। ସେମିତି କେହି ଧାରୁଆ ଅସ୍ତ୍ରରେ ତା ହାତକୁ କାଟି ଦେଇଛି। ହାତ ଏତେ ଜୋରରେ ପେନ୍ ହୁଏ ଯେ ସେ ବେଡ଼ରୁ ଉଠି ଚିତ୍କାର କରି ଉଠେ। ସୁଜିତ କହେ, ମୋ ହାତ କେମିତି କଟିଗଲା, ଆଉ ମୁଁ ଜାଣିପାରିଲି ନାହିଁ। ଏବେ ତ ଠିକ୍ ଥିଲା, ଏସବୁ କେମିତି ହେଲା? ହେ ଭଗବାନ, ମୋ ମୁଣ୍ଡ କିଛି କାମ କରୁନାହିଁ। ଆଜି କ'ଣ ସବୁ ହେଉଛି? ଏ ହାତ ମୋର କେମିତି କଟିଲା ଯେ ପେନ୍ ହେଉଛି? ସୁଜିତ ବେଡ଼ରୁ ଉଠି ପାଖରେ ଥିବା କିଛି ମେଡ଼ିସିନ ବାହାର କରେ, ହାତରେ ପଟି କରେ, ପାଖରେ ଥିବା ପାଣି ବୋତଲରୁ କିଛି ପାଣି ପିଏ, ଖଟରେ ଆଉଜି ହୋଇ ବସି ରହେ। କାନ୍ଥରେ ଲାଗି ଥିବା କାନ୍ଥ ଘଣ୍ଟାକୁ ଦେଖେ, ଆଉ ଯାହା ଦେଖେ ସୁଜିତର ଛାତି ଧଡ଼ ଧଡ଼ ହୋଇଯାଏ। ସୁଜିତ ଦେଖେ ଘର କାନ୍ଥରେ ଲାଗିଥିବା କାନ୍ଥ ଘଣ୍ଟାରେ ବି ଏବେ ବି 2:30 ହେଇଛି। ସେହି ସମୟରେ ପୁଣି ଥରେ କବାଟ ଠକ୍ ଠକ୍ ହୁଏ। ସୁଜିତ, ଏବେ ପୁଣି କିଏ କବାଟକୁ ଏମିତି ଶବ୍ଦ କରୁଛି? ଏଇଠି ତ କେହି ଆସିବା ସମ୍ଭବ ନୁହେଁ। ତାହେଲେ ଏମିତି କବାଟକୁ କିଏ ଆଘାତ କରୁଛି? ଆଉ ମୋ ହାତ ବି କେମିତି କଟିଲା? ମୋ ମୁଣ୍ଡ କ'ଣ ହେଉଛି ମୁଁ କିଛି ବୁଝିପାରୁନି। ସୁଜିତ ଚୁପ୍ ହୋଇ ବସିଥାଏ। ଜୋରରେ କବାଟ ଜୋର ଜୋରରେ କିଏ ଗୋଟେ ଆଘାତ କରୁଛି। ବହୁତ ପ୍ରଖର ଥାଏ ସେ କବାଟକୁ ପିଟିବା ଶବ୍ଦ। ତାପରେ କେହି ଚାଲିବା ଶବ୍ଦ ଶୁଣାଯାଏ। ସେଇ ଚାଲିବା ଶବ୍ଦ ଥାଏ ଗୋଟେ ଝିଅର, କାରଣ ପାଉଁଜି ପିନ୍ଧି ସେଇ ଚାଲି ଚାଲି ଯାଉଥାଏ। ସୁଜିତ ବହୁତ ଡରି ଯାଇଥାଏ। ଏ ଘରେ ସୁଜିତ ଛଡ଼ା ଗୋଟେ ମଶା ବି ନାହିଁ, ତାହେଲେ ପାଉଁଜି ଗୋଟେ କେଉଁଠୁ ଆସିବ? ସୁଜିତର ମୁଣ୍ଡ କିଛି କାମ ଦେଉନଥାଏ। ସେ ସମୟରେ ଗୋଟେ ଝିଅର ବିକଟାଳ କାନ୍ଦଣା ଶବ୍ଦ ଶୁଣାଯାଏ। ଏମିତି ଲାଗୁଥାଏ କିଏ ଜଣେ ବିକଳ ହୋଇ କାନ୍ଦୁଥାଏ, ଯେମିତି ତାକୁ ବହୁତ କଷ୍ଟ ହେବାକୁ ଲାଗୁଛି। ସୁଜିତ କହିଲା, ଏ କିଏ ଏଠି? ତ ନାହାନ୍ତି, ଖାଲି ଝିଅ ପିଲା ଚାଲିବା ଶବ୍ଦ କେଉଁଠୁ ଆସୁଛି?
କିଏ ସେ କାନ୍ଦୁଛ? ଦେଖିଲେ ଟାଇମ୍ ଘଣ୍ଟାକୁ ହେଲାବେଳକୁ 2:30 ସକାଳ ହେଉନି। କ'ଣ ମୁଁ କ'ଣ କରିବି? ଏସବୁ ଚିନ୍ତାରେ ଥାଏ। ସେହି ସମୟରେ ଜୋର ଜୋର କବାଟ ପିଟିବା ଶବ୍ଦ ଆରମ୍ଭ ହୋଇଯାଏ। ସେ ଧୀର କ୍ରନ୍ଦନ ବୁକୁ ଫଟା କାନ୍ଦଣାରେ ପରିଣତ ହୋଇଯାଏ। ସତେ ଯେମିତି ଗୋଟେ ଝିଅ ହୃଦୟ ବିଦାର କାନ୍ଦଣା କାନ୍ଦୁଛି। ଏସବୁ ଶୁଣି ସୁଜିତ୍ର ମୁଣ୍ଡ କ'ଣ ହୋଇଯାଏ। ସେ କାନ୍ଦଣା ପାଉଁଜି ଶବ୍ଦ ଆଉ କବାଟ ଟକ୍ ଟକ୍ ନ ଶୁଣିବା ପାଇଁ ସୁଜିତ କାନରେ ତକିଆ ଶୋଇ ଶୋଇବା ପାଇଁ ଚେଷ୍ଟା କରେ। ହେଲେ ଏବେ ସୁଜିତର ଗୋଟେ ଝିଅ ସ୍ୱର ଶୁଣାଯାଏ। ଝିଅଟି କୁହେ, କବାଟ ଖୋଲ, କବାଟ ଖୋଲ। ସୁଜିତକୁ କରେଣ୍ଟ ଲାଗିଲା ଭଳି ଅନୁଭବ ହେଲା। ସୁଜିତ ତକିଆ ଫିଙ୍ଗି ଦେଇ ଖଟରେ ବସି ରହିଲା, ଦୁଇ ଗୋଡ଼ ଭିତରେ ମୁହଁକୁ ଲୁଚେଇ। ସୁଜିତ ଆଖି ସାମ୍ନାରେ କବାଟ ଝରକା ସବୁ ଆପେ ଆପେ ପିଟି ହେଉଥାଏ। ଛାତ ଉପରେ କେହି ଜଣେ ଦୌଡ଼ିଲା ଭଳି ଶବ୍ଦ ହେଉଥାଏ। ଘର ଚାରିପଟେ କାନ୍ଦଣା ଶୁଣାଯାଉଥାଏ। ସେ ସମୟରେ କ'ଣ କରିବ ସୁଜିତ କିଛି ଭାବିପାରେ ନାହିଁ। ଫୋନ୍ ଉଠାଇ ତା ସାଙ୍ଗକୁ ଫୋନ୍ କରିବା ପାଇଁ ଭାବେ। ତା ସାଙ୍ଗ ବି ସେହି ସହରରେ ରୁହେ। କିନ୍ତୁ ସୁଜିତ ଯେତେ ଚେଷ୍ଟା କରେ ତା ସାଙ୍ଗ ଫୋନ୍ ଲାଗେ ନାହିଁ। ସୁଜିତ କହେ, ହେ ଭଗବାନ, ମୁଁ କ'ଣ ଯେ କରିବି? ମୋ ସାଙ୍ଗ ପାଖକୁ ଫୋନ୍ ଲାଗୁନି। ଡରରେ ମୋ ଦେହ ହାତ ଥରୁଛି। ମୁଁ କ'ଣ କରିବି? ମୋ ତଣ୍ଟି ଶୁଖି ଯାଉଛି। ଏବେ ଲାଗୁଛି ସେ ଲୋକମାନେ ସବୁ ଠିକ୍ କହୁଥିଲେ। ଏ ଘରେ କିଛି ତ ଅଛି। ସକାଳ ହେଲେ ଘର ଛାଡ଼ିଦେବି। ହେଲେ ଟାଇମ୍ ହେଉନାହିଁ କ'ଣ ପାଇଁ? 2:30 ଏବେ ବି ଘଣ୍ଟାରେ। ସକାଳ ହେଲେ ତ ଯିବି। ହେ ଭଗବାନ, ମୋତେ ରକ୍ଷା କର। ଜଲ୍ଦି ସକାଳ ହେଇଯାଉ। ମୁଁ କ'ଣ କରିବି? ହେ ଭଗବାନ, କ'ଣ କରିବି? ନା ସକାଳ ହେବା ଯାଏ ଅପେକ୍ଷା କରିବି, ନା ଏବେ ଚାଲିଯିବି ଏଠୁ? ସୁଜିତ ଯେତେବେଳେ ଖଟରୁ ତଳେ ପାଦ ରଖେ ଆଉ ଯିବା ପାଇଁ ଚେଷ୍ଟା କରେ, ହେଲେ ଗୋଟେ ଇଞ୍ଚ ବି ସୁଜିତ ଆଗକୁ ଯାଇପାରେ ନାହିଁ। ସୁଜିତକୁ ଏମିତି ଅନୁଭବ ହୁଏ ସୁଜିତର ଦୁଇ ପାଦକୁ କେହି ଜଣେ ଜୋରରେ ଟାଣି ଧରିଛି ଆଉ ସୁଜିତକୁ ଯିବା ପାଇଁ ଦେଉନାହିଁ। ସୁଜିତ ବହୁତ ଚେଷ୍ଟା କରେ ଯିବା ପାଇଁ, ହେଲେ ଯାଇପାରେ ନାହିଁ। ସୁଜିତକୁ ଲାଗେ କିଏ ତା ପାଦ ଟାଣି ଧରିଛି, ବହୁତ ଶକ୍ତିଶାଳୀ। ସୁଜିତ ତା ପାଖରେ ଟିକେ ବି ହଲି ପାରୁନାହିଁ। ଯଦି ଏ ଘରୁ ବାହାରି ଯିବା ପାଇଁ ଟିକେ ବି ସୁଯୋଗ ମିଳିଯାଏ, ତାହେଲେ ମୋ ଜୀବନ ବଞ୍ଚିଯାଆନ୍ତା। ହେ ଭଗବାନ, କିଛି ରାସ୍ତା ଦିଅ। ଏବେ ବି ଘଣ୍ଟାରେ 2:30 ହେଇଛି। ମୁଁ କ'ଣ କରିବି ପ୍ରଭୁ? ସେ ଘରର ଲାଇଟ୍ ଧପ୍ ଧପ୍ ହେବାକୁ ଲାଗେ। ସୁଜିତ ଭାବେ, ଏବେ ଯଦି ଲାଇଟ୍ ବନ୍ଦ ହୋଇଯିବ, ସବୁ କିଛି ଶେଷ ହୋଇଯିବ ଆଉ ତା'ର ରକ୍ଷା ନାହିଁ। ଏ କଥା ଭାବି ସୁଜିତ ଡରରେ ଥରୁଥାଏ। ଏବେ ସୁଜିତକୁ ଲାଗେ କେହି ଜଣେ ଖଟ ଚାରିପଟେ ଦୌଡ଼ିବାକୁ ଲାଗୁଛି। ସୁଜିତ ଦେଖୁଥାଏ କେହି ତ ଜଣେ ଖଟ ଚାରିପଟେ ଦୌଡ଼ୁଛି। ଭୟରେ ସୁଜିତର ରକ୍ତ ଜମାଟ ହୋଇଗଲା ଭଳି ଲାଗିଲା। ସୁଜିତ ଅନୁଭବ କରୁଥାଏ ଖଟ ଚାରିପଟେ ଦୌଡ଼ୁଥିବା ଝିଅର ପାଦ ଥପ୍ ଥପ୍ ଶବ୍ଦ, ତା ସହିତ ପାଉଁଜି ଶବ୍ଦ ବି ଏତେ ଜୋରରେ ହେଉଥାଏ, ସୁଜିତକୁ ଲାଗୁଥାଏ ତା କାନ ଫାଟିଯିବ। ସୁଜିତକୁ ଏମିତି ଲାଗୁଥାଏ ତା ସହିତ କିଏ ଅଛି। ଆଉ ସେହି ସମୟ ସୁଜିତ ତା ହାତରେ ଯନ୍ତ୍ରଣା ବି ଅନୁଭବ ହେଉଥାଏ। ସୁଜିତ ଦେଖେ ସେ ହାତରେ ବାନ୍ଧିଥିବା ପଟି ନାହିଁ। ଆଉ ସୁଜିତ ହାତରେ ଅଧିକ ରକ୍ତ ବାହାରି ଯାଉଥାଏ। ସୁଜିତକୁ ବହୁତ ଜୋରରେ କଷ୍ଟ ହେବାକୁ ଲାଗେ। ହାତ ବହୁତ ଅଧିକା ଯନ୍ତ୍ରଣା ହେବାକୁ ଲାଗେ। ସୁଜିତର ଯନ୍ତ୍ରଣା ଜୋରରେ ହେବାକୁ ଲାଗେ। ହେଲେ ସୁଜିତ ଏସବୁ ଘଟଣାରୁ ନିଜକୁ ସମ୍ଭାଳିବା ପାଇଁ ନିଜ ପାପୁଲିରେ ନିଜ ମୁହଁକୁ ଢାଙ୍କି ରଖେ। ହେଲେ ସେହି ସମୟରେ ନିଜ ମୁହଁ ପାଖରେ ଆଉ କାହାର ନିଶ୍ୱାସ ପ୍ରଶ୍ୱାସ ନେବାର ଶବ୍ଦକୁ ସୁଜିତ ଅନୁଭବ କରିପାରୁଥାଏ। ହେଲେ ଭୟରେ ପାପୁଲିରୁ ନିଜ ମୁହଁକୁ ବାହାର କରି କ'ଣ ହେଉଛି ଦେଖିବା ପାଇଁ ତା'ର ସାହସ ହେଉନଥାଏ। ସେ ନିଶ୍ୱାସ ପ୍ରଶ୍ୱାସକୁ ଅନୁଭବ କରି ସୁଜିତ ଭୟରେ ଅସ୍ତବ୍ୟସ୍ତ ହୋଇ ଥରିବାକୁ ଲାଗେ। ପୁଣି ମୋ ପାଦକୁ କିଏ ଟାଣି ଧରିଲା। ସୁଜିତ କହିଲା, ହେ ଭଗବାନ, କ'ଣ ସବୁ ତୁମେ କରୁଛ? ଏସବୁ କ'ଣ ପାଇଁ ହେଉଛି? ହାତ କଟିଗଲା କେମିତି ଜାଣିନାହିଁ। ମୁଁ ହାତରେ ମେଡ଼ିସିନ ଲଗାଇ ପଟି କରିଥିଲି, ସେ କୁଆଡ଼େ ଗଲା? ଏବେ ହାତ ବିନ୍ଧୁଛି। ଆଉ ସେ କୁକୁର ଭୋକିବା, ଅଦିନ ବର୍ଷା ପ୍ରଳୟ, ଛାତ ଉପରେ କିଏ ଚାଲିବା, ଖଟ ଚାରିପଟେ କେହି ବୁଲିବା, କବାଟ ଠକ୍ ଠକ୍ ଆଉ ପାଉଁଜି ଶବ୍ଦ, ଆଉ ସେ ଭୟଙ୍କର କାନ୍ଦଣା। ତା ଛଡ଼ା ମୋତେ କବାଟ ଖୋଲିବା ପାଇଁ କେହି କହିବା ଭଳି ଲାଗିଲା। ଆଉ 4 ଘଣ୍ଟା ହେଲାଣି। ଘଣ୍ଟାରେ 2:30 ହେଇଛି। ସେସବୁ ତ ଠିକ୍, ହେଲେ ଏବେ ମୋ ମୁହଁ ପାଖରେ କିଏ ଛିଡ଼ା ହୋଇଛି? ତା ନିଶ୍ୱାସ ମୋତେ ଅନୁଭବ ହେଉଛି। ମୋ ପାପୁଲିରୁ ମୁହଁ ବାହାର କରି ଦେଖିବି କି ନାହିଁ? ସେ ଯଦି ମୋ ଜୀବନ ନେଇଯିବ? ସୁଜିତ ଏମିତି କ'ଣ ସବୁ ଭାବୁଥାଏ। ଖଟରେ ବସି ପାପୁଲିରେ ନିଜ ମୁହଁ ଲୁଚାଇ ରଖିଥାଏ। ସେହି ସମୟରେ ଗୋଟେ ଝିଅ କୁହେ, କ'ଣ ହେଲା? ମୁହଁ କ'ଣ ପାଇଁ ଲୁଚାଇ ରଖିଛ? ମୋତେ ଦେଖ। ସୁଜିତ ମୁହଁ ଲୁଚାଇ, ତୁ କିଏ? ମୁଁ ଏ ଘରେ ଭଡ଼ା ନେଇ ରହିଛି। ତୁ ଯା। ମୁଁ ଭଡ଼ା ଘରେ ତୁ କ'ଣ କରୁଛୁ? ସେହି ସମୟରେ ଜୋରରେ ସେ ଝିଅ ଅପହାସ ଶବ୍ଦ ଶୁଣାଯାଏ। ସେ
ସେ ହସ ଏମିତି ଥିଲା ଯେ ଘରର ଭିତର କମ୍ପନ ହେବା ଆରମ୍ଭ ହୋଇଯାଏ। ସେ ହସ ଏମିତି ଥିଲା ଯେ ସୁଜିତକୁ ଲାଗୁଥାଏ ସେ ଘରେ ଯେମିତି ନିମିଷକେ ଭାଙ୍ଗିଯିବ। ସେ ସମୟରେ ସୁଜିତକୁ ଲାଗେ ତା ହାତରେ ହୋଇଥିବା କ୍ଷତକୁ କେହି ଜଣେ ଜୋରରେ ରାମ୍ପୁଡ଼ି ଦେଇଛି। ସୁଜିତକୁ ଜୋର ଯନ୍ତ୍ରଣା ହୁଏ। ସୁଜିତ ମୁହଁରୁ ହାତ ବାହାର କରିଦେଇ ନିଜ ହାତକୁ ଆଉଁସି ଦିଏ ଆଉ ସାମ୍ନାକୁ ଦେଖେ। ସୁଜିତ ଯାହା ଦେଖେ ନିଜ ଆଖିକୁ ବିଶ୍ୱାସ କରିପାରେ ନାହିଁ। ସୁଜିତ ନିଜ ହାତରେ ଅନୁଭବ କରେ କେହି ତା କ୍ଷତକୁ ଆଘାତ କରୁଛି। ସୁଜିତକୁ ବହୁତ କଷ୍ଟ ହୁଏ। ନିଜ ମୁହଁକୁ ପାପୁଲିରେ ଲୁଚାଇଥିଲା। ଏ ଯନ୍ତ୍ରଣା ହେବାରୁ ମୁହଁରୁ ହାତ ବାହାର କରି ନିଜ ହାତ ଆଉଁସିବା ବେଳେ କିନ୍ତୁ ସୁଜିତ ଦେଖେ ତା ସାମ୍ନାରେ ଗୋଟେ ଝିଅ ବସିଛି। ଆଉ ସେ ଝିଅ ଦେହ ଆଉ ତା ଡ୍ରେସ୍ ପୁରା ରକ୍ତରେ ଭିଜି ଯାଇଛି। ଆଗ ସେ ଝିଅ ଗୋଟେ ସାଧାରଣ ଝିଅ ଭଳି ଦେଖାଯାଉଥିଲା। ସୁଜିତକୁ ଲାଗିଲା ବୋଧେ ଏ ଝିଅକୁ କିଏ ମାରିବା ପାଇଁ ଚେଷ୍ଟା କରୁଥିଲା। ସେ ବୋଧେ ନିଜ ଜୀବନ ରକ୍ଷା ପାଇଁ ଘରେ ଦେଖି ଏ ଘରେ ପ୍ରବେଶ କରିଛି। କିନ୍ତୁ ସୁଜିତ ଭାବନା ଭୁଲ ଥିଲା। ସେ ରକ୍ତରେ ଜୁଡ଼ୁବୁଡ଼ୁ ହେଉଥିବା ଝିଅ ସାଧାରଣ ଝିଅଟି ଏବେ ରୂପ ଧରି ଧୀରେ ପରିବର୍ତ୍ତନ ହେଉଥାଏ ସୁଜିତ ଆଗରେ। ସୁଜିତ ବୁଝିପାରେ ନାହିଁ ତା ଆଖି ସାମ୍ନାରେ ସେ କ'ଣ ସବୁ ଦେଖୁଛି। ସେ ସ୍ୱପ୍ନ ଦେଖୁଛି ନା କୌଣସି ସିନେମା। ଗୋଟେ ରକ୍ତ ଜୁଡ଼ୁବୁଡ଼ୁ ଝିଅ ଶରୀର କେମିତି ବଦଳି ଯାଉଛି। କିଛି ସମୟ ଭିତରେ ସାଧାରଣ ଝିଅରୁ ସେ ଗୋଟେ ଭୟଙ୍କର ଆତ୍ମାର ରୂପ ଧାରଣ କରେ। ସୁଜିତ ଛାଡ଼ି ଧଡ଼ ଧଡ଼ ହେଉଥାଏ। ପୁରା ଶରୀର ଥରୁଥାଏ ଆଉ ଯିବାକୁ ଚେଷ୍ଟା କଲେ ଗୋଡ଼ ହାତ କିଛି କାମ କରୁନଥାଏ। ସୁଜିତକୁ ଲାଗେ ତା ହାତ ଗୋଡ଼ ଯେମିତି ଆକାମୀ ହୋଇଯାଇଛି। ସୁଜିତ ଚେଷ୍ଟା କରେ କଥା କହିବା ପାଇଁ, ତା ପାଟିରୁ କଥା ବି ବାହାରୁ ନଥାଏ। ସେମିତି କାଠ କଣ୍ଢେଇ ଭଳି ଖଟ ଉପରେ ବସି ସେ ଭୟଙ୍କର ଆତ୍ମାକୁ ଦେଖୁଥାଏ। ସେ ଅତୃପ୍ତ ଆତ୍ମା ସେମିତି ସୁଜିତକୁ ହିଁ ଚାହିଁ ରୁହେ। ଏବେ ଦେଖୁଥାଏ ସୁଜିତ ସେ ରକ୍ତାକ୍ତ ଅତୃପ୍ତ ଆତ୍ମା ଦେହ ପୁରା ରକ୍ତ ଜୁଡ଼ୁବୁଡ଼ୁ। ମୁଣ୍ଡର ଖପୁରି ଫାଟି ଆଁ ହୋଇଯାଇଥାଏ। ସେ ଅତୃପ୍ତ ଆତ୍ମାର ଦେହରୁ ଖଣ୍ଡ ଖଣ୍ଡ ମାଂସ ତୁଡ଼କା ଖସି ଖଟ ସାରା ବିଛିଡ଼ି ହୋଇ ପଡ଼ିଥାଏ। ସେ ଅତୃପ୍ତ ଆତ୍ମାର ବେକ କଟି ସେଇଥିରୁ ରକ୍ତ ବାହାରି ଯାଉଥାଏ ଓ ସେ ଅତୃପ୍ତ ଆତ୍ମା ଯୁବତୀ ଜଣଙ୍କର ଗୋଡ଼ ଲମ୍ବାଇ ସୁଜିତ ସାମ୍ନାରେ ବସି ରହିଥାଏ। ସୁଜିତ ସେ ଏମିତି କାଠ କଣ୍ଢେଇ ଭଳି ସେ ଖଟ ଉପରେ ବସି ରହିଥାଏ। ନା କିଛି କହିପାରେ ନା ଖଟରୁ ଉଠି ଯାଇପାରେ। ସେମିତି ବଲ ବଲ କରି ସେ ଅତୃପ୍ତ ଆତ୍ମାକୁ ଦେଖୁଥାଏ। ସୁଜିତ ଯେମିତି ନିରୁପାୟ, ଯେମିତି ଅସହାୟ, କିଛି ବି କରିପାରିବ ନାହିଁ, ସେମିତି ବସି ରହିଥାଏ। ସୁଜିତ ଦେଖୁଥାଏ ସେ ଅତୃପ୍ତ ଆତ୍ମା ସେ ଖଟରେ ବସି କାନ୍ଦିବାକୁ ଲାଗେ। ବହୁତ ସମୟ କାନ୍ଦିବା ପରେ ସୁଜିତ ପୁଣି ଘଣ୍ଟାକୁ ଦେଖେ। ସମୟ 2:30 ହେଇଛି। ସୁଜିତ ଭାବିଦିଏ ସେ ଆଉ ଆଜି ବଞ୍ଚିବ ନାହିଁ। ଆଜି ତାର ଶେଷ ରାତି। ସେ ସମୟରେ ସେ ଅତୃପ୍ତ ଆତ୍ମା କାନ୍ଦିବା ଛାଡ଼ି ରାଗରେ ଚିତ୍କାର କରେ ଆଉ ଖଟ ଉପରୁ ସିଧା ଡେଇଁ କାନ୍ଥରେ ଚଢ଼ିଯାଏ। ସୁଜିତ ବହୁତ କଷ୍ଟରେ ନିଜ ମୁହଁ ଖୋଲି କହିବା ପାଇଁ ଚେଷ୍ଟା କରେ, କିଏ ତମେ? କିଏ? ମୁଁ ତ କିଛି ଭୁଲ କରିନାହିଁ। ତମେ କିଏ? ମୁଁ ଜାଣିନାହିଁ। ମୋତେ କ'ଣ ପାଇଁ କଷ୍ଟ ଦେଉଛ? ମୁଁ ଏବେ ଘର ଛାଡ଼ି ଦେଇ ଚାଲିଯିବି। ଦୟାକରି ମୋତେ ମାର ନାହିଁ। ମୋର ପୁରା ପରିବାର ମୋ ଉପରେ ନିର୍ଭର କରେ। ମୁଁ ମରିଗଲେ ସେମାନେ ବଞ୍ଚିବେ କେମିତି? ଦୟାକରି ମୋତେ ଛାଡ଼ିଦିଅ। ମୁଁ ଏବେ ଘରୁ ଚାଲିଯିବି। ସୁଜିତ ଦେଖୁଥାଏ ସେ ଅତୃପ୍ତ ଆତ୍ମା କାନ୍ଥ ଉପରେ ରହି ରାଗରେ ଗର୍ଜନ କରୁଥାଏ। ବହୁତ କର୍କଶ ଶବ୍ଦ କରୁଥାଏ ସେ ଅତୃପ୍ତ ଆତ୍ମା। ସାଧାରଣ ଲୋକର ଯେମିତି ଛାତି ଫାଟିଯିବ। ସୁଜିତ ଡରରେ ଭାବୁଥାଏ ପାଗଳ ହୋଇଯିବ ବୋଲି। କ'ଣ କରିବ? ବାର ବାର ଟାଇମ୍ ଦେଖୁଥାଏ ସକାଳ ହେଲା କି ନାହିଁ। ଘରୁ କେମିତି ଯିବ? ହେଲେ ଏବେ ବି ଘଣ୍ଟାରେ 2:30 ହୋଇଛି। ସୁଜିତ କହେ, ହେ ଭଗବାନ, କି ପାପ କରିଥିଲି ମୁଁ ଏତେ କଷ୍ଟ ଦେଉଛ? ଲାଗୁଛି ଜୀବନ ଚାଲିଯିବ। ମୋ ପରେ ମୋ ପରିବାରର କ'ଣ ହେବ? ହେ ଭଗବାନ, ମୋତେ ବଞ୍ଚେଇ ଦିଅ। ସୁଜିତ ଆସି ଡରି ଖଟ ତଳେ ଲୁଚିଯାଏ। ସୁଜିତ ଏବେ ଖଟ ତଳେ ଲୁଚି ରହି ସେ ଅତୃପ୍ତ ଆତ୍ମା ମୋତେ ଦେଖିପାରିବନି। ସକାଳ ହେବା ଯାଏ ଅପେକ୍ଷା କରିବି। ମୁଁ ଶୁଣିଛି ସକାଳ ହେଇଗଲେ ଆତ୍ମା କିଛି ଶକ୍ତି କାମ କରେ ନାହିଁ। ମୋତେ ସକାଳ ହେବା ଯାଏ ଅପେକ୍ଷା କରିବା ପାଇଁ ହେବ। ହେଲେ ମୁଁ କ'ଣ ପାଇଁ ବୁଝି ଆସିପାରୁନାହିଁ ସକାଳ କ'ଣ ପାଇଁ ହେଉନାହିଁ। ସେତେବେଳୁ 2:30 ହେଇ ଅଛି। 1 ମିନିଟ୍ ବି ଅଧିକ ହେଉନାହିଁ। ହେ ଭଗବାନ, ମୁଁ କ'ଣ ସବୁ ଦିନ ପାଇଁ ଏଠି ରହିଯିବି? ମୋ ଘରକୁ ଫେରିପାରିବି ନାହିଁ। କ'ଣ କରିବି ମୁଁ? ଅତୃପ୍ତ ଆତ୍ମା କହେ, ସୁଜିତ, କୋଉଠି ତମେ? କ'ଣ ପାଇଁ ମୋତେ ଲୁଚୁଛ? ଦେଖ ମୁଁ କ'ଣ ସୁନ୍ଦରୀ ନୁହେଁ କି? ମୋତେ ଟିକେ ଦେଖ। ଆସ ମୋ ପାଖକୁ। କୁଆଡ଼େ ଲୁଚୁଛ? କ'ଣ ତୁମେ ଭାବୁଛ ତୁମେ ଲୁଚିଲେ ମୁଁ ତୁମକୁ ଖୋଜି ପାଇବିନି? ମୋ ସହିତ ଲୁଚକାଳି ଖେଳୁଛ? ସୁଜିତ
କୁହେ ଅତୃପ୍ତ ଆତ୍ମା ତ ମୋ ନାଁ ଧରି ଡାକୁଛି। ସେ କ'ଣ ଜାଣିଦେଲା କି ମୁଁ ଖଟ ତଳେ ଲୁଚିଛି ବୋଲି? ହେ ଭଗବାନ, କ'ଣ ପାଇଁ ମୋତେ ଏ ସମସ୍ୟାରେ ପକାଇଦେଲ? ଗୋଟେ ମାସ ଧରି ରହିଲି, କିଛି ବି ହେଇନଥିଲା। ଆଜି କ'ଣ ପାଇଁ ଏମିତି ସବୁ ହେଉଛି? ମୋତେ ଯେମିତି ହେଲେ ଏଇଠୁ ଯିବା ପାଇଁ ହେବ। ବାହାରେ ବାଇକ୍ ଥୋଇଛି, ବାସ୍ ଖାଲି ଘରୁ ବାହାରିଯାଏ, ବାଇକ୍ ଧରି ଜୀବନ ବଞ୍ଚାଇ ଚାଲିଯିବି। ହେଲେ ବାହାରକୁ କେମିତି ଯିବି? ଏ ତୃପ୍ତ ଆତ୍ମା କ'ଣ ପାଇଁ ବାହାରକୁ ଯିବା ପାଇଁ ଦେଉନି? ଅତୃପ୍ତ ଆତ୍ମା ସେଇଠୁ କହେ, ମୋତେ ବି ଲୁଚକାଳି ଖେଳିବା ପାଇଁ ବହୁତ ଇଚ୍ଛା ହେଉଛି। ମୁଁ ଜାଣିଛି ମୁଁ ଗୋଟେ ଅତୃପ୍ତ ଆତ୍ମା ବୋଲି ମୋତେ ଡରି ଲୁଚି ଯାଉଛ। ଏବେ ଯଦି ମୁଁ ବଞ୍ଚିଥାନ୍ତି, ତମେ ଆଉ ମୋ ସହିତ ରୁମ୍ରେ ଥାନ୍ତ, ତୁମେ କ'ଣ ଛାଡ଼ି ଦେଇଥାନ୍ତ? ମୋ ସହିତ କେତେ କ'ଣ କରିବା ପାଇଁ ଚେଷ୍ଟା କରିଥାନ୍ତ। ହେଲେ ମୁଁ ଗୋଟେ ଆତ୍ମା, ସେଥିପାଇଁ ଡରି ଲୁଚୁଛ? ଯଦି ମୋ ଜାଗାରେ ଆଉ କେହି ଝିଅ ଥାନ୍ତା, ତୁମେ କ'ଣ କରିଥାନ୍ତ? ମୁଁ ଜାଣିଛି ସବୁ ପୁଅ ସମାନ, ମୁଁ କାହାକୁ ବି ଛାଡ଼ିବି ନାହିଁ, କାହାକୁ ବି ନୁହେଁ। ସୁଜିତ କହେ, ଅତୃପ୍ତ ଆତ୍ମା ତ ରାଗରେ ଅଛି। ଆଜି ମୋ ଜୀବନ ଗଲା ଲାଗୁଛି। ଫଟୋ ତଳୁ ସୁଜିତକୁ ଟାଣି ନେଇ ଆସେ। ସୁଜିତ ବହୁତ ଡରିଯାଏ। ଅତୃପ୍ତ ଆତ୍ମା ସୁଜିତର ଡ୍ରେସ୍କୁ ଟାଣି ସୁଜିତର ବାହାରକୁ ନେଇ ଆସେ। ସୁଜିତ କହେ, ଛାଡ଼ିଦିଅ ମୋତେ ପ୍ଲିଜ୍। ମୁଁ କିଛି ଭୁଲ କରିନାହିଁ। ମୋତେ ଯିବା ପାଇଁ ଦିଅ। ମୋତେ ଦୟାକରି ଯିବା ପାଇଁ ଦିଅ। ଅତୃପ୍ତ ଆତ୍ମା କହେ, ତୁ ଏଇଠୁ ଯିବୁ ତ ମଶାଣିକୁ ଯିବୁ, ତ ଘରକୁ ଯିବୁ ନାହିଁ। ସୁଜିତ କହେ, ପ୍ଲିଜ୍ ମୋତେ ଛାଡ଼ିଦିଅ। ତୁମେ କିଏ ମୁଁ ଜାଣିନାହିଁ। ମୁଁ ତୁମର କିଛି କ୍ଷତି କରିନାହିଁ। ମୋତେ ଯିବା ପାଇଁ ଦିଅ। ମୋ ପରିବାର ବହୁତ ଗରିବ, ବହୁତ କରଜ ଆମର। ସେଥିପାଇଁ ଟଙ୍କା ରୋଜଗାର କରିବା ପାଇଁ ମୁଁ ଘର ପରିବାର ଛାଡ଼ି ଏଠି ଆସିଲି। ମୋ ପାଇଁ ନ ହେଲା ନାଇଁ, ମୋ ପରିବାର ପାଇଁ ମୋତେ ଛାଡ଼ିଦିଅ। ମୁଁ ଏବେ ଏ ଘର ଛାଡ଼ି ଚାଲିଯିବି। ଅତୃପ୍ତ ଆତ୍ମା କହେ, ମୁଁ ଆଜି 4 ବର୍ଷ ପରେ ମୁକ୍ତ ହୋଇଛି। ଏ ଘର ମାଲିକ ତାନ୍ତ୍ରିକକୁ ଡାକି ମୋତେ ଘର କାନ୍ଥରେ ବନ୍ଦୀ କରିଥିଲା। ସେଥିପାଇଁ 100 ଲୁହା କଣ୍ଟା କାନ୍ଥରେ ପିଟିଥିଲା। ତୁ ଏଇଠି ମାସ ସାରା ସୁରକ୍ଷିତ ହୋଇଥିଲୁ, କାରଣ ମୁଁ ଲୁହା କଣ୍ଟାରେ ବନ୍ଦୀ ହୋଇଥିଲି। ତୁ ନିଜେ ଲୁହା କଣ୍ଟା କାନ୍ଥରୁ ବାହାର କରି ମୋତେ ମୁକ୍ତି କରିଦେଲୁ। ମୁକ୍ତି। ସୁଜିତ କହେ, ହେ ଭଗବାନ, ମୁଁ କେଡ଼େ ବଡ଼ ଭୁଲ କଲି। ଏ ଲୁହା କଣ୍ଟା ପାଇଁ ମୁଁ ମାସ ସାରା ସୁରକ୍ଷିତ ହୋଇଥିଲି। ହେଲେ ମୁଁ ମୂର୍ଖ କ'ଣ ପାଇଁ ଭାବିଲି ନାହିଁ ଯେ ଘରେ 100 ଲୁହା କଣ୍ଟା କ'ଣ ପାଇଁ ଲାଗିଛି? କାରଣ ତ ଥିବ। କିଛି ନ ଭାବି ସେ ଲୁହା କଣ୍ଟାକୁ ବାହାର କରିଦେଲି। ଏବେ ମୋ ଭୁଲ ପାଇଁ ମୋ ଜୀବନ ଚାଲିଯିବ। ସେ ଅତୃପ୍ତ ଆତ୍ମା କହେ, ତୁ କ'ଣ ଭାବୁଛ ତୋ ଜୀବନ ଚାଲିଯିବ ବୋଲି? ନା, କହ ମୋତେ। ସୁଜିତ ହାତ ଯୋଡ଼ି କହୁଛି, ମୋତେ ଛାଡ଼ିଦିଅ ବୋଲି। ହେଲେ ମୋର ଭୁଲ ନଥାଇ ମୋତେ କ'ଣ ପାଇଁ ଏତେ କଷ୍ଟ ଦେଉଛ? ଅତୃପ୍ତ ଆତ୍ମା କୁହେ, ଶୁଣ, କ'ଣ ପାଇଁ ତୋତେ ମୁଁ ମରିବା ପାଇଁ ଚାହେଁ? କାରଣ ଏ ପୁରୁଷ ଜାତି ହିଁ ଖରାପ। ଶୁଣିବୁ କ'ଣ ହେଇଥିଲା ମୋ ସହିତ? ସୁଜିତ ଡରି ଡରି କହେ, କ'ଣ ହେଇଥିଲା? ସେ ଅତୃପ୍ତ ଆତ୍ମା କାନ୍ଦି କାନ୍ଦି କହେ, ମୁଁ ଗୋଟେ ମଧ୍ୟବିତ୍ତ ପରିବାରର ଝିଅ। ଆମ ଘରେ ମୋ ବାପା ମା ଆଉ ଛୋଟ ଭାଇ ଭଉଣୀ। ରୋଜଗାର ବାବା ଅଟୋ ଚଲାନ୍ତି। ସେତିକିରେ ଘର ଖର୍ଚ୍ଚ ବହୁତ କଷ୍ଟ ହେଲା। ଆଉ ସେଥିପାଇଁ ମୁଁ ଏ ସହରରେ କାମ କରିବା ପାଇଁ, ଗୋଟେ ଭଲ କାମ ଖୋଜି ଭଲ କାମ କରିବା ପାଇଁ ଆସିଥିଲି। ଗୋଟେ ବର୍ଷ ହୋଇଗଲା। ମୋ କାମକୁ ଭଲ ଦରମା ବି ମିଳିଲା। ମୁଁ ବହୁତ ଖୁସି ଥିଲି। ଗୋଟେ ଦିନ ଅଫିସରେ ବହୁତ କାମ ଥିଲା। କାମ ଶେଷ ହେଲା ରାତି 10ଟାରେ। ଗାଡ଼ି ମିଳିଲା ନାହିଁ। ମୁଁ ଚାଲି ଚାଲି ଆସୁଥିଲି। ରାତି 11ଟା ହୋଇଯାଇଥିଲା। ରାସ୍ତାରେ 3 ଜଣ ଯୁବକ ବାଇକ୍ ଧରି ଛିଡ଼ା ହୋଇଥିଲେ। ମୋତେ ଏକା ଦେଖି ଜୋର ଜବରଦସ୍ତି ମୋତେ ଏ ଘରକୁ ନେଇ ଆସିଥିଲେ। ସେ 3 ଜଣ ଯୁବକ ଏଠି ରହି ପାଠ ପଢ଼ୁଥିଲେ। 3 ଜଣ ଭଡ଼ା ନେଇ ଗୋଟେ ଘରେ ରହୁଥିଲେ। ଘର ମାଲିକ ବି ସେଦିନ ଘରେ ନଥିଲେ। ସେ ସୁଯୋଗ ନେଇ ମୋତେ ସେ 3 ଜଣ ଯୁବକ ଏ ଘରକୁ ନେଇ ଆସିଲେ। ସୁଜିତ କହିଲା, ତାପରେ କ'ଣ ହେଲା? ଅତୃପ୍ତ ଆତ୍ମା କହିଲା, ଆଗ ତୋତେ ମାରିସାରେ, ତାପରେ କହିବି। ମୋ ଭଳି ଭୂତ ହେଲା ପରେ। ସୁଜିତ ଛାତି ଉପରେ ବସି ସୁଜିତର ବେକ ଚିପିବା ପାଇଁ ଅତୃପ୍ତ ଆତ୍ମା ସୁଜିତ ଆଡ଼େ ହାତ ବଢ଼ାଏ। ସୁଜିତ ତାପରେ ହାତ ଯୋଡ଼ି ରୁହେ, ତାକୁ କ୍ଷମା ମାଗେ। ତାପରେ ଅତୃପ୍ତ ଆତ୍ମା କାନ୍ଦି କାନ୍ଦି କହେ, ସେ 3 ଜଣ ମିଶି ମୋତେ ଏ ଘରକୁ ନେଇ ଆସିଲେ। ଏ ଘର ପାଖରେ କୌଣସି ଘର ନାହିଁ, କିଛି ମାର୍କେଟ ନାହିଁ। ମୋ ଚିତ୍କାର ଶୁଣିବା ପାଇଁ କେହି ନଥିଲେ ସେଦିନ। ମୁଁ ବହୁତ ହାତ ଯୋଡ଼ି ନେହୁରା ହେଲା ପରେ ମୋତେ ସେମାନେ ଛାଡ଼ିଲେ ନାହିଁ। ରାତି 11ଟାରୁ 2ଟା ଯାଏଁ ମୋର ସବୁ କିଛି ନେଇଗଲେ। ମୋ ଇଜ୍ଜତ ହରାଇଦେଲି। ଆଉ ଜୋର ଜୋରରେ କାନ୍ଦୁଥାଏ। ତାପରେ ସେମାନେ କଥା ହେଲେ କି ମୋତେ ଯଦି ଛାଡ଼ିଦେବେ, ମୁଁ ସେମାନଙ୍କ ନାଁରେ କେସ୍ କରିଦେବି। ସେ କଥା ସେମାନେ ପରସ୍ପର କଥା ହୋଇ
ସେମାନେ ନିଷ୍ପତ୍ତି ନେଲେ ଯେ ମୋତେ ମାରିଦେବେ ବୋଲିକିନା। ଆଉ ତାଙ୍କ ଭିତରୁ ଜଣେ ମୋ ଓଢ଼ଣୀ ମୋ ବେକକୁ ଚାପି ଧରିଲେ। ମୋତେ ବହୁତ କଷ୍ଟ ହେଉଥାଏ। ତାପରେ ସେ ମାନେ ଘରେ ପରିବା କଟା ଛୁରୀରେ ମୋ ଦେହ ସାରା କାଟିବାକୁ ଲାଗିଲେ। ଆଉ ରକ୍ତ ବୋହି ଯାଉଥାଏ ମୋ ଦେହରେ। ମୋତେ ସେମିତି ତଳେ ପକାଇ ଛାଡ଼ି ଦିଅନ୍ତି ଆଉ ସେମାନେ ଶୋଇଯାଆନ୍ତି। ମୁଁ ଛଟପଟ ହୋଇ ସେଠି ମରିଯାଏ। ଆଉ ସକାଳ ହେଲା ପରେ ସେମାନେ ଏ ଘର ପଛପଟେ ମୋତେ ପୋତି ଦିଅନ୍ତି। ଏ ରହସ୍ୟ ହୋଇ ରୁହେ, କେହି ଜାଣିପାରନ୍ତି ନାହିଁ। ତାପରେ 7 ଦିନ ଭିତରେ ମୁଁ ସେ 3 ଜଣଙ୍କ ଜୀବନ ନେଇଯାଏ। ମୋତେ ଏତେ ରାଗ ଆସିଯାଏ ଯେ ଏ ଘରକୁ ଭଡ଼ାରେ ରହିବା ପାଇଁ ଆସୁଥିବା ସବୁ ଲୋକକୁ ମାରିଦିଏ। ସେଥିପାଇଁ ଘର ମାଲିକ ତାନ୍ତ୍ରିକ ଡାକି ମୋତେ ଏ ଘରେ ଲୁହା କଣ୍ଟାରେ ବନ୍ଦୀ କରିଦିଏ। ତୁ ଲୁହା କଣ୍ଟା ବାହାର କରି ମୋତେ ମୁକ୍ତି କରିଦେଲୁ, ଏବେ ତୁ ମୋ ହାତରେ ମରିବୁ। ଅତୃପ୍ତ ଆତ୍ମା ଜୋରରେ ହସିବାକୁ ଲାଗେ। ଅତୃପ୍ତ ଆତ୍ମା କହିଲେ, ତୁ ଆଜି ମୋ ହାତରୁ ମରିବୁ, ତୋତେ ମୁଁ ମାରିଦେବି। ସୁଜିତ କହିଲା, ଶୁଣ, ତୁମ ସହ ଅନ୍ୟାୟ ହେଇଛି ମୁଁ ଜାଣିଛି, ହେଲେ ଯିଏ ଭୁଲ କରିଥିଲା ତମେ ତାଙ୍କୁ ମାରି ତ ଦେଲ, ନିଜ ପ୍ରତିଶୋଧ ନେଲ, ହେଲେ ମୋର ଭୁଲ କ'ଣ? ତମର ତ ମୁଁ କିଛି କ୍ଷତି କରିନି। ଅତୃପ୍ତ ଆତ୍ମା କହିଲା, ସବୁ ପୁଅ ସମାନ। ମୋ ସାମ୍ନାରେ ଯିଏ ବି ପୁଅ ଆସିବ ମୁଁ ତାର ଜୀବନ ନେଇଯିବି। ମୁଁ ଚାହୁଁନାହିଁ ମୋ ଭଳି ଅବସ୍ଥା ଆଉ କୌଣସି ଝିଅର ହଉ। ସେଥିପାଇଁ ତୋତେ ଛାଡ଼ିବି ନାହିଁ, ତୋତେ ବି ମାରିଦେବି। ସୁଜିତ କହେ, ମୋର ପୁରା ପରିବାର ଅଛି, ହେଲେ ମୁଁ କାହାର କେବେ କିଛି କ୍ଷତି କରିନାହିଁ। ହେଲେ ମୁଁ ଏବେ କ'ଣ କରିବି କୁହ? ମୋର ଭୁଲ ନଥାଇ ତମେ ମୋତେ ମାରିବା ପାଇଁ କହୁଛ। ମୁଁ ମରିଗଲେ ମୋ ପରିବାର ବି ମରିଯିବ। ମୋତେ ଯିବା ପାଇଁ ଦିଅ, ପ୍ଲିଜ୍ ଯିବା ପାଇଁ ଦିଅ। ସୁଜିତ ଧୀରେ ଧୀରେ ଉଠି ଆସି ତା ବ୍ୟାଗରୁ ଗୋଟେ ଠାକୁରଙ୍କ ଫଟୋ ବାହାର କରେ ଆଉ ଅତୃପ୍ତ ଆତ୍ମା ଦେହରେ ଲଗାଇ ଦିଏ। ସେ ଅତୃପ୍ତ ଆତ୍ମା ତଳେ ବାଡ଼େଇ ହୋଇ ଛାଟିପିଟି ହେଇକି ପଡ଼ିଯାଏ। ତାପରେ ପାଖରେ ଥିବା ଗାଡ଼ି ଚାବି ଧରି ବାହାରକୁ ଦୌଡ଼ି ଚାଲି ଆସେ ଆଉ ବାଇକ୍ ଧରି ନିଜ ଜୀବନ ବଞ୍ଚାଇ ସେ ଘରୁ ବାହାରିଯାଏ। ସୁଜିତ ସେଦିନ ନିଜ ଜୀବନ ବଞ୍ଚାଇ ସେ ବାଇକ୍ ଧରି ସେଇଠୁ ଚାଲିଯାଏ। ସେଦିନ ସୁଜିତର ତା ମାଆ କଥା ମନେ ପଡ଼େ। ସୁଜିତ ନାହିଁ କରିବା ପରେ ବି ସୁଜିତର ମାଆ ତାକୁ ବ୍ୟାଗରେ ଗୋଟେ ଠାକୁରଙ୍କ ଫଟୋ ଦେଇଥିଲେ ଆଉ ସେ ଫଟୋ ଆଜି ସୁଜିତର ଜୀବନ ବଞ୍ଚାଇଥିଲା। ଆଶା କରୁଛି ଏ କାହାଣୀ ଆପଣଙ୍କୁ ଭଲ ଲାଗିଥିବ। ଧନ୍ୟବାଦ।